ସୁଖ ଦେଇପାରିବୁନି ତାହେଲେ ତତେ ବାହାଇ ମୁଁ ଏ ଘରେ ରଖିମି କାହିଁକି? ଏ ବଜାତି ମାଇକିନା କାଉ ଧାନ ଖାଇଲା ବୋଲି ମାଇଲୁ ମତେ, କାଉ ଧାନ ଖାଇଲା ବୋଲି ମାଇଲୁ ମତେ, ବାପ ଘର ଚାଲିମୁ ଯିବି ଜୁରିବୁ ମତେ, ବାପ ଘର ଜୁରିବୁ ମୋ ଅବସ୍ଥା ଦେଖୁଛଟି? ମୁଁ 8 ମାସର ଅନ୍ତଃସତ୍ତ୍ୱା। ମତେ ପିଲାଟା ବାହାରିବ ହଉଛି ହେଲେ ବାହାରି ପାରୁନି। ଏ ଅବସ୍ଥାରେ ତମେ ଯୋଉ ମାଡ଼ ମାରୁଛ ମୋ ଜୀବନ ଚାଲିଯିବ। ଛାଡ଼ିବିନି, ଇଚ୍ଛା ହେଇଛି ମାନେ ଛାଡ଼ିବିନି। ଆଜି ଏବେ ଏଇଠି ବସ୍ତ୍ର ହରଣ କରି ତୋ ଦେହରେ ମିଶାଣ ଫେଡ଼ାଣ ଗୁଣଣ ହରଣ କରିବି। ହା 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 କୁନ୍ଦା ଭଲ କୁନ୍ଦି ରହିଯା। ମିଶାଣ ଫେଡ଼ାଣ ହରଣ ଗୁଣଣ କରି କରି ବାହାର କରିସାରିଲୁଣି। ଆଉ କଣ ଅଛି ଯେ ତୁ କରିବୁ? ତୁ ଯୋଉ ପ୍ରକାର ଗିଅର ମାରୁଛୁ ମୋ ଗିଅର ବକ୍ସ ଭାଙ୍ଗିଗଲାଣି। ଏଇଠି ଗେଲି ମୋ ଅବସ୍ଥା ପୁରା ଶୋଚନୀୟ। ମୁଁ ଏଇଠି ଜନ୍ମ କରିଦେବି। ହାରାମଜାଦି ମାଇକିନା ମୁଁ ଜାଣିଲି ନାଇଁ ଜାଗା ମୋର ଏଠି ଏତେ ବଡ଼ ଅଟ୍ଟାଳିକା କିଏ ଠିଆ କଲା? ଆଲୋ ଗେଲି ହଁ? ମୁଁ କଣ ପବନ ପୁରେଇକି ଜନ୍ମ କଲି? ପରି ଅବଳା ଦୁବଳାକୁ ତୁ ଯୋଉ ପ୍ରକାର ନିର୍ଯାତନା ଦଉଛୁ ମୁଁ ସହିପାରିବି ଟି? এই হারামজাদি মাইকিনা সত্য কথা কইবি তো না তো ঠেরকিনি ভাঙি দেবি। শীঘ্র কই আটটা ঠিয়া গলা কি ଗେଲି হ্যাঁ ମୋର ଏତେବେଳକୁ ପିଚିକିରା ମାଇଲା ଲେଖା ହେଲାଣି। ତୁ ଯଦି କଣ ଗୋଟେ ସୁବିଧା କରିବୁ କର, ନହେଲେ ମୁଁ ଆଉ ବଞ୍ଚିବିନି। এইটি বদিনী মো প্রাণ সজনী মো কুমুদিনী অভিমান করনি প্রিয়ে আস ଓ ପାଲ। আস কৌছি আলো আস বা আউ থরুটিয়ে তমে থাউ থাউ মো হস্তকু দিয়নি আউ যন্ত্রণা। ଏ ତ ବସିକି ପ୍ରେମ ଉଛୁଳିଲା। I love you, Vadini. My sweetheart. I love you. Asa. Asa Gauzi. ନାଇଁ ମତେ ସରମ ଲାଗୁଛି। ଶରମ କରନି ପ୍ରିଏ, ଶରମ ଛାଡ଼ିକି ଗରମ ହୁଅ। ଆଜି ରାତିଟା ଆମ ପାଇଁ କେମିତି ମଧୁମୟ ହେଇଯିବ। ରୂପ ହୋଇଥିବ ଲାବଣ୍ୟବତୀ, ଗୁଣରେ ଥାଉଥିଲା ଯୁଗବତୀ। ଏମିତି ସାଥୀ ମିଳିବ ଯଦି ମଧୁବର ଶିବ ରାତି ରାତି। मैं ही स्वर्ग मोरा, तुम्हें देवता तुम्हारी पाई जाऊंगो बिती ए जीवन। ଦୋଇବ ଏଠି ଷଣ୍ଢ ଗାଈ ହମ୍ବା ପୁରା ପକଉଛି। ଏଠି କବି ଗୋଟିଏ ପଦ କହିଲେ ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ ଏମିତି ହବ ଖେଳ। ହୟ ନନା ତମର ଇ କି ଅବସ୍ଥା? ନାନୀ ପୁରା ଦକ୍ଷିଣୀ ଫୁଲ ପରି ଫୁଲ ରଡ ଅଛି। जो कौन क्या बाड़ी पड़ा तोर पाई मोर
ଅବସ୍ଥା କଣ ଗୋଡ଼ାଏ ଗଦ ଦେଲୁ ଯେ ମୁଁ ତାକୁ ଖାଇ ଏଇ ଅବସ୍ଥା ଛୁଆଟା ଖାଲି ଗୋଇଠା ମାରୁଛି ମୁଁ କେମିତି ସମ୍ଭାଳିବି ସେ କଥା ଜାଣିପାରୁନି ଉଦ୍ଧାର କରିବି ବୋଲି ଏତେ ରାତିରେ ଧାଇଁକି ଆଇଛି ଉଦ୍ଧାର କରିବି କିନ୍ତୁ ଗୋଟେ କଣ୍ଡିସନରେ କଣ କହୁନୁ ତୋ କଣ୍ଡିସନ ମୁଁ ତୋର ସବୁ କଣ୍ଡିସନରେ ବଦିନି ଏ ବଦିନି ମୋ ଇଚ୍ଛା ହେଲା ଆଉ ଥରେ ବଦିନି ଶଳା ଇଏ ଯୋଉ ପ୍ରକାର ହଉଛି କୋଉ ଭିଲିଆନ ହିରୋଇନ କିଏ ମତେ ତଡୁ ନଥବ ବଦିନି ଆଉ ଥରୁଛି ଆଉ ମୁଁ ସମ୍ଭାଳି ପାରୁନାହିଁ ଲୋ ବଦିନି ମୁଁ ଆଉ ସମ୍ଭାଳି ପାରୁନାହିଁ ଲୋ ମୋର ପୁରା ପମ୍ପଚର ହେଇଗଲାଣି ଏଇଠି ଉପାୟ ଅଛି ତାର ରୁହଇଯା ତମେ ଯେମିତି ଚଢା ଚଢି ହଉଛ ଶଳା ଏଇଠି ଗଳେଇ ଦବ ରୁହ ଉପାୟ କରିବି ତୁ ମାଇରୁ ଅଣ୍ଡିରା ହବୁ ସିଏ ମାଇରୁ ଅଣ୍ଡିରା ହବ କିନ୍ତୁ ସିଏ ମାଇରୁ ଅଣ୍ଡିରାରୁ ମାଇ ହେଇ ସାରିଲା ପରେ ସିଧା ମୋ ସହ ମୋ ଘରକୁ ଯିବ ନେଇ ଯାର ମୋ ନାଳ ମୋର ଦରକାର ନାହିଁ ସେଇ ଏଥର ଦି ଜଣକ ବୁଲିକି ପଛ ଦେଖାଅ ଆସ କିରେ ପୁଣି ପଛ ଦେଖିଲେ ତୁ କରିବୁ ନା କଣ ଚୁପ୍ କହିଲା ପୁଣି କରିବି ଆରେ ତୋ ଗାଣ୍ଡିରେ ଇଞ୍ଜେକ୍ସନ ଦେବି ମକୁନ୍ଦା ଭଲ କୁନ୍ଦୁଛି ପୋଛି ପକା ଅଣ୍ଡିରାର ମାଇ ହେଇଗଲି ନା ଫେରି ଗଲୁ ରେ ମୁଁ ମରଯାନ୍ତି ଫେରିଗଲି ଏପଟେ ପେଟ ଭିତରେ ଛୁଆଟା ବେଶ ନାହିଁ ବସ୍ୟ ବେଶ ନାହିଁ 48 ଘଣ୍ଟା ଭିତରେ ସେ ପୁରା ଜିନ ହେଇ ଝାଡ଼ା ପଡେ ପୁରା କ୍ଲିୟର ହେଇଯିବ ଏଥର ତମେ ରାଜି ତ ତମେ ସହସୀ ମୋ ସହ ମୋ ଘରକୁ ଯିବ ମୁଁ ପୁରା ରାଜିରେ ନାଳ ଏଇ ଜନ୍ତୁକୁ ତୁରନ୍ତ ତୁ ନେଇଯା ଗେଲି ଯିବା ଯିବା ଆସ 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 ଯିବି। ଆସ ଆସ କାଲି। ଆସ କାଲି ଏଥର ତମ ଧନକୁ ନେଇକି ଯାଉଛି दिल कब से टूट गया दिल कब से टूट गया कैसे कहें कैसे जीते हैं हम गली तो साथ मरते ପୋଛି ପକା हैं डॉक्टर भी किसी कहू ना से ଚାକରଟା ତାରି ପାଇଁ ମୁଁ ବଞ୍ଚିଗଲି ମୁଁ ମଲେ କେତେ ଗଲେ କେତେ ତାର କ'ଣ ଗଲା ହେଲେ ପୁଅ ଦିଟା ଟିକେ ମେଡିକାଲ ଦେଖିବାକୁ ଗଲେନି ହଉ ଯାହା ମୋ ଭାଗ୍ୟରେ ଥିବ ସେଇଆ ଘଟିବ ହଁ ହଁ ସେଇଆ ଘଟିବ মা ଟିକେ ଶୁଣିବେ এটা মোহিনী ম্যাডামଙ୍କ ଘର ତ ହଁ ଏଇଟା ମୋଦି ମ୍ୟାଡାମ ଘର ହେଲେ ତୁ କିଏ ମୁଁ ଆନିମା ପେପରରେ ଆଡଭର୍ଟାଇଜମେଣ୍ଟ ବାହାରିଥିଲା ଆପଣଙ୍କ ଘର ପାଇଁ ଗୋଟେ ଚାକରାଣୀଟିଏ ଦରକାର ମୁଁ ସେଇଥିପାଇଁ ଆସିଛି ହଁ ମୋର ଚାକରାଣୀ ଦରକାର ଥିଲା
जी मो छुआ को क्षीर दब सी हम ए घर चाकराणी तुम छुआ क्षीर दे पारिबो कौन चुप रही जे मो नाते के जी क्षीर दब सी हम ए घर चाकराणी पारिबी माँ मो माँ है मु मो छातिर अमृत ढाली दे पर छुआ को निजर करि पारिबी तो कथा मत केमिति केमिति लागुची मोर विश्वास होउनी ता छातिर पुणी अमृत झरिब सी केवल आ गोटे माँ हेतिबो मो भी तो जड़े माँ किछि दिन हैला मोर छुआटी हेतिला हेले हेले से छुआटा कोन मरि गला नहीं नहीं माँ नहीं तुम एते बड़ कथा कहने मो छुआर मरण कथा कहने बा आउ गोटे माँ को बंचेबा को जाए मो मो छुआटा को ताको देई देइछि अरे भुनो तू कोठी अछु रे धन तू जोठी था भलो रे था तू केमिति का माँ तू मचरा को जाई तू आउ तो दाना कर देलु माँ एमिति करबा पाई मते परिस्थिति बाध्य कला माँ सत कहछि माँ केवल आउ जणक खुशी पाई मु मो छुआटा को दान कर देली 12 वर्षर पुओ धर माँ कोणाकर मुंडी मारिबा को जाई से जेमती ता बापा को शर्त रक्षा करि पारला ठीक सेमिति मो छुआटा आज आउ कहा पाई मो पाखुरु दूरे गला माँ दूरे गला माने एमिति करिबा पाई परिस्थिति मते बाध्य कला माँ आपण हरिश्चंद्र कथा सुनिथिबे हाँ से जुगर हरिश्चंद्र दान दबा पाई निज स्त्री और निज पुओ को भी दान रे देई देले सेमिति गोटे परिस्थिति पाई मो स्वामी आज मो छुआटा को भी मो ठारू नहीं आउ स्वामी ना गोटे कसई निज छो दान करदेला से बड़े स्वामी रे मुह चाहबा खराब नहीं बा तमे सेमिति कह ना सी मो स्वामी नुहति सी होचती मो पाई देवता परिस्थिति बाध्य कला बोले से एमिति करबा को बाध्य होला बा आ तू कांद नानी मु जानि छी तुम नाती क्ष दे परिबु बहु बहु जा हो मुंड टेंशन गला मम्मी मत कहीं देखला सुनो आज तारू बाहर क्षीर बंद कर देबू आज नुआ चाकर नहीं सी आम नाती के क्षीर देव ये आउची बहु ताकण आगो चिन्हिचु ना कौन मम्मी आज तो मोर मेडिकल दिखाई थिला कथा कोन की मम्मी हाँ ये तो छुआ पहे के बड़ कांदु छुआ पाई मान लियो माटु तो कांदु थिबो ता आखिर लुह केबे झर नथिबो आउ ता मां अपने पिस धुरथिबो से केबे मन नाती की अणधे करबनी निजर भविष्य कोळेई नबो ना ना कोन आनी हाँ हाँ माँ बाबुण की देखी सारा परे तांको छुआ किए मो छुआ किए भगवान जदि नहीं जाए पुणी मते फेरई देबाको चाहछंती सेतिर तो मु बहुत खुशी बाबुण को देखी सारा परे आपण को नाती को मु मो निजर बोली भाबी सारिची माँ अच्छा आनी कहलु तुम आसु केते टका नबो माँ बाबुआनी को पिला कोन मो पिला नुह माँ आपण जहाँ दरमा देबे मु सेतिकी रे खुशी हाँ मम्मी मु जाउछी पुओ पे खाइबा को तैयार करबी हाँ बसु जगह गुटे पठे देबू नुआ चाकन सहित मु तार परिचय कर देबी ठीक अछि मम्मी बुझिलनी जगह हूँ मो घर पुणे चाकर केबे कौन दिन से काम अभड़ा करबनु मिलीमिशी तमें काम करनब आज्ञा माँ माँ
ବାବୁଆଣୀ କହିଲେ ତୁ ମୋତେ ଖୋଜୁଛୁ। ଘର କାମ କରିବା ପାଇଁ ତତେ ଆଉ ଜଣେ ଚାକିରି ଆସିଗଲାଣି। ତାର ମୁଖ୍ୟ କାମ ହେଲା ମୋ ନାତିକି କ୍ଷୀର ଦେବ ଆଉ ଛୁଆର ଦାୟିତ୍ୱ ନେବ ଆଉ ସମୟ ପାଇଲେ ତତେ ସେ କାମରେ ସାହାଯ୍ୟ କରିବ। ଏ ଦୁନିଆରେ ଏମିତି ନାରୀ ବି ଅଛନ୍ତି ଯିଏ ପର ଛୁଆକୁ ନିଜର ଛୁଆ ଭାବି କ୍ଷୀର ଦେବ। ସିଏ କେବେ ସାଧାରଣ ନାରୀ ହେଇନଥିବ, ସିଏ ଜଣେ ଦେବତୁଲ୍ୟା ନାରୀ ହେଇଥିବ। ଆରେ କାହାନ୍ତି କୋଉଠି ସିଏ? ହଁ ଏଇ ସେ ଦେବତୁଲ୍ୟ ନାରୀ। ଏଇ ଦେଖ ଜଗା ତାକୁ ଆଗ ଚିହ୍ନିଛୁ ନା କ'ଣ? ନାଇଁ ମା, ମୁଁ ତାକୁ ଚିହ୍ନିନି କି ଜାଣିନି, ତାଙ୍କ ନାଁ ଠିକଣା ମୁଁ କିଛି ଜାଣିନି। ହଁ ତା ନାଁ ହେଉଛି ଆନି। ତୋଠୁ ବୟସ ସାନ ହବ, ତାକୁ ତୁ ଆନି ଡାକିପାରିବୁ। ଆଉ ଆନି ତୁ? ହଁ ମା, ସାନମାନେ ଠିକ୍ ଯେମିତି ବଡ଼ମାନଙ୍କୁ ସମ୍ମାନ ଦିଅନ୍ତି, ମୁଁ ତାଙ୍କୁ ଠିକ୍ ସେମିତି ସମ୍ମାନ ଦେବି। ସମ୍ମାନରେ କେବେ ବି ଉଣା କରିବିନି ମା। ହଁ ଯାଆନି, ବୋଉ ମୋ ନାତି ପାଇଁ ଖାଦ୍ୟ ତିଆରି କଲାଣି, ଯା ତୋ କାମରେ ସାହାଯ୍ୟ କରିବୁ। ଆଜ୍ଞା ମା। ଜଗା ଶୁଣିଲୁ, କାଲି ମୁଁ ମେଡିକାଲ ଯାଇଥିଲି, ମୋର କ'ଣ ହେଇଛି? ଆରେ ତୋର କିଛି ହେଇନି ମା, ତୁ କାହିଁକି ବାରବାର ମୋତେ ସେଇ କଥା ପଚାରୁଛୁ? ତୋର କିଛି ହେଇନି। আবে এত বড় সাহস, তু মতে উপদেশ দেব, ମୋ ସହିତ ଚୁକ୍ତି କରିବ? ବାହାରେ ଫେରୁ, ବାହାର କହୁଛି। କ'ଣ କରିଛି ବୋହୁ? ତା କାହିଁ ବାଡ଼ଉଛୁ? ମମି এইটা কହୁଛି, মা କ୍ଷୀରରେ କୁଆଡ଼େ ସବୁ ପ୍ରକାର ଭିଟାମିନ୍ ଅଛି। ବାହାର ଖାଦ୍ୟ ତାକୁ ଦେନି, ଆଉ ମୋ କ୍ଷୀର ହେଉଛି ତା ପାଇଁ ଯଥେଷ୍ଟ। ସେ ତ କିଛି ଭୁଲ କହିନି। ଛୁଆ ପାଇଁ ମା କ୍ଷୀର ହେଉଛି ଅମୃତ ଧାର। ଆମ ନାତି ପାଇଁ ମା କ୍ଷୀର ମିଳିଗଲାଣି, ଆଉ ବାହାର ଖାଦ୍ୟ ତୁ ମନା କରିଦେବୁ? ମମି ମଇଳା ଲୁଗା ପିନ୍ଧିଛି, ଦେହରୁ ଗନ୍ଧ ବାହାରୁଛି, ଇଏ ପୁଣି ମୋ ଛୁଆକୁ ତା ଛାତିରେ କ୍ଷୀର ପିଆଇବ? ଓହୋ, ଶାଢ଼ୀ ସିନା ମଇଳା, ଦେହରୁ ଗନ୍ଧ ବାହାରୁଛି, ସେଟା ତ ଛାତିରୁ ଅମୃତ ଝରୁଛି। ମମି ବୋହୁ, ତୁ ଦାମୀ ଶାଢ଼ୀ ପିନ୍ଧିଛୁ, ଦାମୀ ଅତର ପକେଇଛୁ, କାହିଁ ତୋ ଛାତିରୁ ତ ଅମୃତ ଝରିଲାନି? ଆଉ ଭଗବାନ ଜାଣିଥିଲେ ତୋ ଛାତିରୁ କେବେ ଅମୃତ ଝରିବନି। ଆଉ ସେଇଥିପାଇଁ ଭଗବାନ ତୋ ଛାତିରେ ଦେଲେ ପିଲା, ଆଉ ଆନି ଛାତିରେ ଅମୃତ ଝରେଇ। ମମି ତବଲି ସେ ଖାଦ୍ୟକୁ ଫୋପାଡ଼ି ଦେବ? ନାଇଁ ମା, ମୁଁ ଖାଦ୍ୟଟାକୁ ଫୋପାଡ଼ିନି, ଅଜାଣତରେ ମୋ ହାତରୁ ଖସି ପଡ଼ିଲା। ଖସି ଯିବାକୁ ଚେଷ୍ଟା କର। ତୁ ଜାଣି ଶୁଣି ଏସବୁ କରିଛୁ। ଏ ଘରେ ପାଦ ଦଉ ଦଉ ତୁ ମୁରବି ପୁଣିଆ ଦେଖେନି। ଆଉ ମୋତେ ଯାହା ଲାଗୁଛି, ଏ ଘରେ କିଛି ଦିନ ରହି ସାରିଲା ପରେ ମୋତେ ତୁ ଏ ଘରୁ ବାହାର କରିଦେବ। ନାଇଁ ମା, ସେ ମିଛ କଥା ଗୁଡ଼ାକ କୁହ। ମିଛକୁ ମୁଁ ଯେତିକି ଘୃଣା କରେ, ତାଠାରୁ ବେଶୀ ଘୃଣା କରେ ତମ ଭଳି ମିଛ କଥା କହୁଥିବା ମିଛେଇ ଝିଅ। କ'ଣ କଲୁ ତୁ? ମୁଁ ଗୋଟେ ମିଛେଇଛି, ମୁଁ ମିଛେଇଛି। ଆବେ ବୋହୁ, ତୁ ନିଜେ କ'ଣ ଭାବୁଛୁ? ଯଦି ସେ ଆମ ପ୍ରସ୍ତାବ ରାଜି ନୁହେଁ, ଆମେ ତା ଘରୁ ବାହାର କରିଦେବା। ନାଇଁ ମା, ମୋତେ ଏ ଘରୁ ବାହାର କରିଦିଅ। ମୁଁ ତମ କଥା ସବୁ ମାନିବି। ତମେ ଯାହା କହିବ ମୁଁ ତମ କଥା ରଖିବି। ମୁଁ କିଛି ବି ଭୁଲ କରିବିନି। ହେଲେ ମାଲୋ, ମୋତେ ଘର ଛାଡ଼ି ଚାଲିଯିବା କଥା କୁହ। ଠିକ ଅଛି ବୋହୁ, ଘରୁ ଚାଲ। ଜଗା, ସମୟ ପାଇଲେ ବୋଉ କାମରେ ସାହାଯ୍ୟ କରିବୁ।
ଶେଷରେ ଚାକରାଣୀ ହେଇଗଲ। ଆରେ ଏଥିପାଇଁ ମୁଁ ଦାୟୀ। ମତେ ଭାଇ ତମ ଜୀବନଟା ନଷ୍ଟ ହେଇଗଲା। କାହିଁକି ସବୁ ଦୋଷ ଗୁଡିକ ନିଜ ମୁଣ୍ଡ ଉପରକୁ ନେଇଯାଉଛ? ତମେ ସେଦିନ ଯଦି ମୋ ସିନ୍ଧିରେ ଟିକେ ସିନ୍ଦୁର ପିନ୍ଧେଇ ନଥାନ୍ତ, ତାହେଲେ ଆଜିଟା ଏ ଦୁନିଆରେ ଆଜି ବଞ୍ଚି ନଥାନ୍ତା। ତମକୁ ମୋ ସ୍ୱାମୀ ଭାବରେ ପାଇ କୋଟି ଜନ୍ମ ତପସ୍ୟାର ଫଳ ପାଇଯାଇଛି। ତମେ ମୋତେ ସ୍ତ୍ରୀ ଭାବରେ ପାଇ କେତେ ଖୁସି ସେ କଥା ମୁଁ ଜାଣିନି, ହେଲେ ମୁଁ ତମକୁ ସ୍ୱାମୀ ଭାବରେ ପାଇ ମୋତେ ଲାଗୁଛି ମୁଁ ଦୁନିଆର ସବୁ ଖୁସି ପାଇଯାଏ। କାହିଁକି ପ୍ରଶଂସା କରୁଛ ଆନି? ମତେ ଭାଇ ତମ ଜୀବନଟା ନଷ୍ଟ ହେଇଗଲା। ନାଇଁ, ଆମ ପ୍ରେମ ଆମ ଭଲ ପାଇବା ଆମ ଦି ଜଣକୁ ଆଜି ଏକାଠି କରିଦେଇଛି। ଓଠରେ ହସ ଦେବା ପାଇଁ ନୁହେଁ ଆନି, ଆଖିରେ ଲୁହ ଦେବା ପାଇଁ ଉପର ଭଲା ମୁଖ ଏକାଠି କରିଛି। ଆରେ ତମେ ମାଡ଼ ଖାଇଲେ ମୁଁ କିଛି କହିପାରିବିନି, କି ମୁଁ ମାଡ଼ ଖାଇଲେ ତମେ କିଛି କହିପାରିବନି। ଦୁହେଁ ଆଖି ଲୁଚେଇ ଲୁଚେଇ କାନ୍ଦିବା, କିନ୍ତୁ କେବେ କହିପାରିବାନି ଆମେ ନିଜରଠୁ ଆହୁରି ନିଜର। ଘରେ କେହି ମଣିଷ ନାହାନ୍ତି ଆନି। ଚାଲିଯାଅ, ଚାଲିଯାଅ, ଏ ଘରୁ ଚାଲିଯାଅ। ନାଇଁ ଜଗା, ଏ ଘରେ ଯେତେ ମାଡ଼ ଗାଳି ଖାଇଲେ ବି ମୁଁ ଏ ଘର ଛାଡ଼ି କୁଆଡ଼େ ଯିବିନି। କାହିଁକି ନା ମୋର ଟଙ୍କାଟା ନିହାତି ଦରକାର। ଟଙ୍କା ନହେଲେ ମୋ ଶ୍ୱଶୁର ଭଲ ହେଇପାରିବେନି। କଣ ହେଇଛି, କଣ ହେଇଛି ବାପାଙ୍କର? ସେ କଥା ମୁଁ ଜାଣିନି ଜଗା, ହେଲେ ମୁଁ ଖାଲି ଶୁଣିଲି ଏ ଟଙ୍କା ନହେଲେ ବାପାଙ୍କ ଦେହ ଆହୁରି ଖରାପ ହେଇଛି। ହେ ଭଗବାନ, ହେ ବୋଉ ଏବେ କଣ କରିବି? ଏପଟେ ମାର ଦେହ ଭଲ ନାହିଁ, ତାକୁ ବଞ୍ଚେଇବାକୁ ଗୋଟେ କିଡନୀ ଦରକାର। ମୋ କିଡନୀଟା ମାକୁ ଦେଇଦେବି। କେତେବେଳେ ତ ନିଜ ଲୋକଙ୍କ କଥା ତୋରେ ବାବା। ତମେ ମତେ କଥା ଦିଅ ଜଗା, ତମେ ମାକୁ କିଡନୀ ଦବନି। ଆରେ କାହାକୁ ତମେ ପର ବୋଲି କହୁଛ? ଏଇ ମାକୁ ଏଇ ଘରକୁ ଆସିଲା ଦିନଠୁ ମୁଁ ଧରି ନେଇଛି, ସିଏ ମୋ ମା। ମୋ ନିଜରଠୁ ଆହୁରି ନିଜର। ସିଏ ଯେତେବେଳେ ମତେ ମାଡ଼ ମାରେ, ମତେ ଲାଗେ ମୋ ମା ମୋଠି ତେଲ ହଳଦୀ ଲଗେଇ ଦଉଛି। ଆରେ ମାକୁ ତ ମୁଁ କିଡନୀ ଦେଇ ବଞ୍ଚେଇ ଦେବି, ହେଲେ ବାପାଙ୍କ ପାଇଁ ମୁଁ କଣ କରିବି? ଏତେ ଟଙ୍କା ମୁଁ ଆଣିବି କୋଉଠୁ? ଏ ଜଗା, ମୁଁ ଗୋଟେ କଥା କହିବି, ତମେ ମୋ କଥା ରଖିବ? କୁହ, ନିଶ୍ଚୟ ରଖିବି। ଜଗା, ଚାଲୁନ ଆମ ବାପାଙ୍କ ପାଇଁ ଆମେ ଦୁନିଆ ଦାଣ୍ଡରେ ବୁଲି ବୁଲି ଭିକ ମାଗିବା। ଆମେ ଦି ଜଣ ମିଶି ଭିକ ମାଗିବା। ବାବୁ, ମୁଠେ ଭିକ ଦିଅ। ବାବୁ, ମୁଠେ ଭିକ ଦିଅ। ବାବୁ, ମୁଠେ ଭିକ ଦିଅ। সময়টা যেতে কত বদলায় পাচইল পরিচয় বদলায় সময়টা যেতে কত বদলায় পাচইল পরিচয় বদলায় দেহ ঠার ছায়
জীবন ডঙ্গা মঝি নইতে জীবন ডঙ্গা মঝি নইতে জীবন ডঙ্গা মঝি নইতে জীবন ডঙ্গা ଚାଲିଗଲେ ନିଜ ନିଜ ବାଟରେ ସମସ୍ତେ ଚାଲିଗଲେ। ପୁଅ ଚାଲିଗଲା, ଆଉ ଝିଅ ଚାଲିଗଲା, ଆଉ ଶେଷରେ ବୋହୂଟାକୁ ଭରସା କରିଥିଲି। ଶେଷ ଗାଡ଼ିରେ ବସିବା ପର୍ଯ୍ୟନ୍ତ ସେ ମୋ ପାଖରେ ରହିବ। ଏ ବୁଢ଼ାଟାକୁ ଶେଷ ଗାଡ଼ିରେ ବସେଇ ଦବ, ହେଲେ ସେ ମଧ୍ୟ ଅପେକ୍ଷା କରିପାରିଲା। ସେ ମଧ୍ୟ ତା ବାଟରେ ଚାଲିଗଲା। ଆରେ ଚାଲିଯାଉ, ନିର୍ମଲ୍ୟଠାରୁ ଆଉ କେତେ ମାଡ଼ ଗାଳି ଖାଇ ଏ ଘରେ ପଡ଼ି ରହିଥାନ୍ତା। କେମିତି ରହିଥାନ୍ତା ସେ, କେମିତି ରହିଥାନ୍ତା। କାଶଟା ବି ଭଲ। ତମର କିଛି ହଉନି ବାପା, ତମେ ନିଶ୍ଚୟ ବଞ୍ଚିବ। ଆଉ ତମର ଯଦି କିଛି ହେଇଯିବ ତାହେଲେ ମୁଁ କାହା ସାହାରା ନେଇ ବଞ୍ଚିବି ବାପା, କାହା ସାହାରା ନେଇ ମୁଁ ବଞ୍ଚିବି? ସହିପାରୁନି ରେ ମା, କାଶଟା ଏମିତି ବଢ଼ି ବଢ଼ି ଯାଉଛି ଯେ ମତେ ଖୁବ୍ କଷ୍ଟ ହଉଛି। ବାପା ତମେ ଜମା ଚିନ୍ତା କରନା, ତମକୁ ମୁଁ ମେଡିକାଲ ନେଇଯିବି, ଆଉ ମୁଁ ତମ ପାଇଁ ଔଷଧ କିଣି ଆଣିବି। ଚାଲ ଚାଲ ଆମେ ମେଡିକାଲ ଯିବା। ତମକୁ କି କଷ୍ଟ ହଉଛି?
ବରଂ ତମେ ଅନ୍ୟମାନଙ୍କୁ କଷ୍ଟ ଦେଇ ଚାଲିଛ। କାଲି ରାତିରେ ତ ଜୋର ଖାସିଲ ଯେ ମଣିଷ ଟିକେ ଶାନ୍ତିରେ ରହିପାରିଲାନି। ଆରେ ଦିନରେ ବି ସେଇ କଥା। ତମେ କ'ଣ ମଣିଷ ଟିକେ ଘରେ ରହିବାକୁ ତମନି? ଶୁଣିଲ ବୋହୁ, ଆରେ କୁଳାଙ୍ଗାରଟା କ'ଣ କହିଲା ବାପାକୁ ଶୁଣି ପାରିଲ? ଆରେ ଏଇଟା ପିଲା ବେଳେ ୟା ଦେହ ଭୀଷଣ ଖରାପ ଥାଏ, ଆଉ ଡକ୍ଟର ଡାକି ମେଡିସିନ କିଣିବାକୁ ମୋ ପାଖରେ ଗୋଟାଏ ଟଙ୍କା ନଥାଏ। ଶେଷରେ ଆମ ଗାଁ ମୁଣ୍ଡ ମା ଭୈରବୀ ଠାକୁରଙ୍କ ପାଖରେ ମୁଁ ତାକୁ ଗଡ଼େଇ ଦେଇଥାଏ। ଆଉ ମନ୍ଦିର ବେଳାରେ ବସି ମୁଣ୍ଡ ପିଟି 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 ଖାଲି କାନ୍ଦି କାନ୍ଦି କହୁଥାଏ, ହେ ଠାକୁରେ ତମେ ମତେ ନେଇଯାଅ ପଛେ, ହେଲେ ମୋ ପୁଅଟାକୁ ତମେ ବଞ୍ଚେଇ ଦିଅ। ହେଲେ ଆଜି ଆ କଥା ଶୁଣି ସାରିବା ପରେ ମୋର ଇଚ୍ଛା ହଉଛି ମୁଁ ବିଷ ଖାଇ ଦିଅନ୍ତି। ତମର କିଛି ହବନି, ତମେ ବଞ୍ଚିବ, ତମକୁ ମୁଁ ବଞ୍ଚେଇବି, ମୁଁ ତମକୁ ମେଡିକାଲ ନେଇ ଭଲ କରିବି। ଚାଲ ଚାଲ ବାପା। ହେ ମା, ଆରେ ଡକ୍ଟର ହୁଏତ ମାଗଣାରେ ଦେଖିବେ, ଆରେ ମେଡିସିନ କ'ଣ ମାଗଣାରେ ମିଳିବ? ଓହୋ ଆରେ ମେଡିସିନ କିଣିବାକୁ ଏତେ ଟଙ୍କା ତୁ ଆଣିବୁ କୋଉଠୁ? ବାବା, ତମେ ଟଙ୍କା କଥା ଜମା ବି ଚିନ୍ତା କର ନା। ଟଙ୍କା ମୁଁ ଆଣିଛି, ତମକୁ ମୁଁ ଭଲ କରିବି। ହେ ମା, ଆରେ ତୁ ଏତେ ଟଙ୍କା ଆଣିବୁ କୋଉଠୁ? ବାବା, ଏତେ ଟଙ୍କା ମୁଁ କୋଉଠୁ ଆଣିଲି, କେମିତି ଆଣିଲି, ସେସବୁ ତମର ଜାଣିବା ଜମା ବି ଦରକାର ନାହିଁ। ତମେ ମେଡିକାଲ ଯିବ, ଭଲ ହବ ବାସ୍। ତମେ ତାକୁ କହି ବୁଝେଇ ପାରିବ, କିନ୍ତୁ ମତେ ବୁଝେଇ ପାରିବନି। ଆରେ ତମେ ତ ଚାକିରି କରିବାକୁ ଯାଉନ, କହିଲା କହିଲା ସେ ଡକ୍ଟରକୁ ଚାକିରି କରିବାକୁ ଯିବନି। ଆଉ ଏ ଟଙ୍କା କ'ଣ ତମକୁ ସ୍ୱର୍ଗପୁରରୁ ମିଳିଲା? ଦେଖ ନିର୍ମାଲ୍ୟ, ଏ ଟଙ୍କା ହଉଛି ଶହ ଶହ ଲୋକଙ୍କର ଆଶୀର୍ବାଦ ଆଉ ଭଲ ପାଇବା। ଆରେ ବନ୍ଦ କର ସେ ବେକାର କଥା, ମୁଁ ସବୁ ବୁଝି ସାରିଛି। ତମେ ରୂପ କରି ଟଙ୍କା ଆଣିଛ। ଆରେ କହିଦେ ମା, ତୁ ଏତେ ଟଙ୍କା ଆଣିଲୁ କୋଉଠୁ? ତତେ ତତେ ତୋ ବାପର ନିୟମ। ବାପା, ରାସ୍ତାରେ ବାଟ ଚାଲୁଥିବା ଲୋକମାନେ ତମକୁ ଦେଖିଲେ ତାଙ୍କ ମୁଣ୍ଡଟା ଆପେ ଆପେ ତମ ପାଦ ତଳେ ରହିଯାଏ। ଆପଣଙ୍କ ଭଳି ଦେବତାକୁ ମୁଁ କ'ଣ କେବେ ମିଛ କଥା କହିପାରିବି? ବାପା, ମୁଁ ପର ଘରେ ଚାକରାଣୀ ହେଇଛି ସତ, ହେଲେ ହେଲେ ଏ ଟଙ୍କାଟା ମୁଁ ଭିକ ମାଗି ମୋ ଶ୍ୱଶୁରକୁ ଭଲ କରିବା ପାଇଁ। ଆରେ ମା, ଆରେ ବୁଢ଼ା ଶ୍ୱଶୁରଟାକୁ ବଞ୍ଚେଇବା ପାଇଁ ଯାଇ ତୁ ଶେଷରେ ପର ଘରେ ଚାକରାଣୀ ହେଇଗଲୁ। ଆରେ ଲୋକମାନଙ୍କ ଠାରୁ ଭିକ ମାଗିଲୁ। ଆରେ ତୁ ମୋ ବୋହୁ ନୁହେଁରେ ମା, ଆରେ ତୋ ଭିତରେ ମୁଁ ମୋ ମାକୁ ଦେଖୁଛି। ଆରେ ଛୁଆ ପାଇଁ ମାର ମନଟା ଯେମିତି ବିକଳ ହୁଏ, ଏଇ ବୁଢ଼ା ଶ୍ୱଶୁରଟା ପାଇଁ ତୋ ମନଟା ବିକଳ ହଉଛି। ଲଣ୍ଠନ ମଉସା ଠିକ କହୁଥିଲେ। ସିଏ ତା ଘରକୁ ଫେରି ଆସିଛି। ମମି, ଭିତରକୁ ଆସ, ଚାକରାଣୀଟା ମିଳି ଯାଇଛି। ସିଧା କୁଆ ନାହିଁ ବୋଲେ ସିଧା ଘର ବି ଚାଲି ଆସିଲୁ। ତୋର ମନେ ରଖିବା ଉଚିତ, ଆଡଭାନ୍ସ ନେଇଛୁ। ତ ଛାଡ଼ିବା ଉଦ୍ଦେଶ୍ୟ କିଛି ନାହିଁ ମା। ତମ ଘରେ ଯେମିତି ମୋର କୁନି ପୁଅଟେ ଅଛି, ଏ ଘରେ ଠିକ ସେମିତି ମୋର ବୁଢା ପୁଅଟେ ଅଛି। ସେଇ ବୁଢା ପୁଅର ଭଲ ମନ୍ଦ ବୁଝିବା ପାଇଁ ମୁଁ ସେ ଘର ଛାଡି ଏ ଘରକୁ ଚାଲି ଆସିଛି। ମୁଁ ସତ କହୁଛି ମା, ମୋ ବୁଢା ପୁଅ ଖବର ବୁଝି ସାରିଲା ପରେ ମୁଁ ଶୀଘ୍ର ଚାଲିଯିବି। ମୁଁ ଜମା ବି ଅବହେଳା କରିବିନି ମା। ଆରେ ଫେରି ତ ଯିବୁ, ଏତେ ବଡ଼ ଭୁଲ କଲୁ କାହିଁକି?
ଏତେ ବଡ଼ ଭୁଲ କରିବାକୁ ତତେ କହିଲା କି ଆମେ ତୁ ତ ଯାଇଛୁ ତୋ ପାଇଁ କ୍ଷୀର ପାଇଁ ମୋ ନାତି କେମିତି ବିକଳ ହଉଛି। ଆରେ ସେଦିନ ବି ସେ ଛୁଆଟା ମା କ୍ଷୀର ପାଇଁ କେତେ ବିକଳ ହଉ ଆଉ ସେ ମାଟାକୁ କେତେ ଖୋଜୁଥିଲା। ହେଲେ ତା ରାକ୍ଷସୀ ମାଟା କୁଆଡ଼େ ଚାଲିଗଲା ଯେ ଆଉ ଫେରିଲାନି ସେ ଆଉ ଫେରିଲାନି। ତମେ କାହା କଥା କହୁଛ? ସେଇ ମାୟାବିନୀ ମା କଥା କହୁଛି ଯୋଉ କଅଁଳିଆ ଛୁଆଟାକୁ ନର୍ଦ୍ଦମାରେ ଫୋପାଡ଼ି ଦେଇ ଚାଲିଗଲା। ଆରେ ତାକୁ ମା କୁହାଯିବନି। ଆରେ ତାକୁ ଯଦି ମୁଁ ମା କହିବି ତାହେଲେ ମୋ ବୋହୂ ଆନିକି ମୁଁ କ'ଣ କହିବି? ସିଏ ପର ଛୁଆକୁ କ୍ଷୀର ଦେଇ ବଞ୍ଚେଇ ରଖିଛି। ଆରେ ତାକୁ ଏତେ ପ୍ରଶଂସା କରୁଛ କାହିଁକି? ସିଏ କ୍ଷୀର ଦେବ ବୋଲିକି ଆମକୁ କଥା ଦେଇଥିଲା। ତାପରେ ଆମ ଛୁଆଟା ବି ତାରି ଠାରୁ କ୍ଷୀର ଖାଉ। ତମ ଛୁଆର କିଛି ଭୁଲ ନାହିଁ ବାବୁ। এইটা পরা উপরওয়ালা সেইয়া লেখিছি। আরে জন্ম দব তমে আউ তম ছুয়াকু পাଳି পୋଷି ମଣିଷ କରିବ এই আনি। ସତ କୁହ କିଏ ତମେ କାହା କଥା କହୁଛ? ରାଗନ୍ତୁନି ମ୍ୟାଡାମ, ମୁଁ କିଏ ଆଉ କାହିଁକି ଏ କଥା କହୁଛି ସମୟ ଆସିଲେ ସବୁ ବୁଝେଇ ଦେବି। କେତେ ବାଜ୍ୟ ଲୋକ ମାନେ ଏଠିକି ଆସି ମୋର ବଡ ଭୁଲ ହେଇଗଲା। ପଇସା ଖାଅ, ମୁଁ ଗାଡି ଭିତରେ ଅଛି, ଯେତେ ଶୀଘ୍ର ପାରୁଛୁ ଆନିକି ନେଇକି ଆସେ। ବାବୁଣି ବାବୁଣି ମୋ କଥା ଶୁଣନ୍ତୁ ବାବୁଣି। ହେ ବୁଢା, ଆରେ ତୋର ଏତେ ସାହସ, ତୁ ମୋ ମମିକୁ ଅପମାନ ଦେଇ ଘରୁ ବାହାର କରିଦେଲୁ। କେବଳ ତୋର ପାଇଁ ମୁଁ ଚୁପ୍ ରହିଛି, ନହେଲେ ଆ ପାଟି ଭିତରୁ ଜୀବଟାକୁ କାଢି ଆଣିଥାନ୍ତି। ନାଇଁ ବୈଶାଖ ବାବୁ, ମୋ ଶ୍ୱଶୁରଙ୍କର ଏଥିରେ କିଛି ବି ଭୁଲ ନାହିଁ। ଯାହା ଭୁଲ କରିଛି ମୁଁ ଭୁଲ କରିଛି। କେବଳ ମୁଁ ତମ ଘର ଛାଡି ଚାଲି ଆସିଲି ବୋଲି ତମେ ମୋ ପଛେ ପଛେ ମୋ ଘର ଯାଇ ଚାଲି ଆସିଲ। ସତ କହୁଛି ବୈଶାଖ ବାବୁ, ଏମିତିକା ଭୁଲ ମୁଁ ଆଉ ଜମା ବି କରିବେନି। এইটাকে বিশ্বাস করেনি, এটা বারংবার ভুল করিব। এটাকে এমিতি গোটে শাস্তি দিও যে যেতে মরিবা যায় সে শাস্তি ভুলিবনি। ତମେ ଠିକ କହିଛ, এইଟାକୁ ଏମିତି ଗୋଟେ ଶାସ୍ତି ମିଳିବ। ଶାସ୍ତି ହଁ, ମୁଁ ଆକୁ ମାଡ଼ ମାରି ମାରି ଲହୁ ଲୁହାଣ କରିଦେବି। ଭୁଲ କରିବାକୁ ଚେଷ୍ଟା କଲେ ମୋ ମାଡ଼ କଥା ମନେ ପଡିଯିବ। ହଁ ନାଇଁ ବାବୁ, এই বাবু ইয়ে মোଠୁ ଗୋଟେ ବହୁତ ଥର ମାଡ଼ ଖାଇଛି, ଯେତେବେଳେ ବି ପରିବର୍ତ୍ତନ ହେଇନି। ତାକୁ ଏମିତି ଗୋଟେ ଶାସ୍ତି ଦିଅ ଯେତେ ମରିବା ପର୍ଯ୍ୟନ୍ତ ଭୁଲିବନି। ମୁଁ ତମକୁ ସାବଧାନ କରିଦଉଛି, ମୋ ବୋହୂକୁ ତମେ ଶାସ୍ତି ଦିଅନି। ଆଉ ତା ନହେଲେ ମୋ ହାତଟା ତମ ଉପରକୁ ଉଠିଯିବ। ଏ ବୁଢା, ଆରେ ଚାଲିବାକୁ ବଳ ନାହିଁ, ତୁ ବୈଶାଖକୁ ମାରିବୁ, ମାରବେ। ବୈଶାଖ ବାବୁ କଥା ଟିକେ ଶୁଣନ୍ତୁ। ହାତ ଜଣୁଛି, ମୋ ଶ୍ୱଶୁରଙ୍କର କିଛି ବି ଭୁଲ ନାହିଁ। ଯଦି ପାରୁଛ ତାହେଲେ ମୁଁ ପିଠି ଦେଖେଇ ଦଉଛି। ପାରନ୍ତୁ ବୈଶାଖ ବାବୁ, ମନ ଶାନ୍ତି ହେଲା ପର୍ଯ୍ୟନ୍ତ ତମେ ଦେଖିଛି ଖପରାରେ କୁକୁରକୁ ଖାଇବାକୁ ଦଉଥିଲୁ, ଆଉ ତୁ ଯୋଉ ଭୁଲ କରିଛୁ ସେଇ ଖପରାରେ କୁକୁର ଭଳି ଖାଇବୁ। ଆଉ କୁକୁର ହେଇ ଆମ ଘରକୁ ଯିବୁ ବେ? ହଁ ଯିବୁ। ନାଇଁ ବାବୁ, ମୋ ବୋହୂଟା ମଣିଷ, କୁକୁର ନୁହଁ ସେ। ଆରେ ତମେ ଜଣେ ମଣିଷ ହେଇ ଆଉ ଜଣେ ମଣିଷ ଉପରେ ଏତେ ଅତ୍ୟାଚାର କରିପାରୁଛ କେମିତି? ବାପା, କିଏ କହିଲା ମୁଁ ମଣିଷ ବୋଲି? ମୁଁ ମଣିଷ ନୁହଁ ବାପା, ମୁଁ ହଉଛି ଗୋଟେ କୁକୁର। କୁକୁରଟେ ଯେମିତି ମାଟି କାମୁଡି ସବୁବେଳେ ପଡିଥାଏ, ଠିକ୍ ସେମିତି ମୁଁ ମୋ ବାବୁଆଣୀଙ୍କ ଘରେ ମାଟି କାମୁଡି ପଡି ରହିଛି। ଆଉ ତାଙ୍କରି ହାତ ଟେକା ରୁଟିକି ଅପେକ୍ଷା କରିଛି। ସେ କେତେବେଳେ ମୋତେ ରୁଟି ଖଣ୍ଡେ ଦେବେ, ମୁଁ ଖାଇବି। ବାପା, ବିଚାରଟା ଆପଣଙ୍କୁ ଠିକ୍ ଲାଗିଲା ନା? ଆରେ ଏ ନିର୍ମାଲ୍ୟ, ଏ ନିଷ୍ପତ୍ତିଟା ଶୁଣି ତମେ ଖୁସି ନା? ହେଲେ ତମକୁ ଦେଖିଲା ବେଳେ ମୋତେ ଭାରି ଦୁଃଖ ଲାଗୁଛି।
କାହିଁକି ନା ତମେ ଆଜି ପର୍ଯ୍ୟନ୍ତ ବଦଳିଲନି ବାପା। ମୁଁ ଆଜି କୁକୁର ହେଇ ଏ ଘରୁ ଚାଲି ଯିବି। ଆଉ ଠିଆ ହେଲେ କାହିଁକି ବୈଶାଖ ବାବୁ? ଦିଅନ୍ତୁ କୁକୁର ଖାଇବା ଚେଲୁଆରେ ମତେ ଆପଣ କୁକୁର ସଜେଇ ଅଇଁଠା ଖାଇବାକୁ ଦିଅନ୍ତୁ। ଦୟାର ସାଜିଛି ତୋ ପାଇଁ ନିଜ ପର କରି ଆଜି ସାଜରୁ କୁକୁରା। ଦୟାର ସାଜିଛି ତୋ ପାଇଁ ନିଜ ପର କରି ଆଜି ସାଜରୁ କୁକୁରା। ଶାସ୍ତିଟା ଏବେ ମଣ୍ଡକୁ ପାଇଲା। ଯାହା ହଉ ଗୋଟେ ବଡ଼ ଟେନସନ୍ କଲା। ସାରା ଜାଗାଟା ଯାଇଥିଲା ଇଏ ବି ଚାଲିଗଲା। ମଣିଷ ଟିକେ ଆରାମରେ ଶୋଇବ। ମୁଁ ଅଶାନ୍ତ। ଭାରି ଭଲ ଆଉ ରାଗି ଗଲେ ପୁରା ବିଷାଦ। ତୁ ଏଠି ବସି ଆରାମ କରିବୁ ଆଉ ମୁଁ ଆକାଶର ତାରା ଗଣୁଥିବି। ତାରା ଦେଲୁ 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 ମୋ ଟଙ୍କାଟା ବାହାର କଲ। ନାଇଁ ସାର୍, ମୋତେ ଆଉ କିଛି ସମୟ ଦିଅନ୍ତୁ, ମୁଁ ଆପଣଙ୍କୁ ଟଙ୍କା ଦେଇଦେବି। କିଛି ଦିନ କଲେ ତୋତେ ଗୋଟେ ସେକେଣ୍ଡ ସମୟ ଦେବିନି। ମୁଁ ଆଜି ଆସିଛି ମାନେ ଟଙ୍କା ନେଇକି ଯିବି। ମୋ ପାଖରେ ତ ଟଙ୍କା ନାହିଁ, ମୁଁ ଆପଣଙ୍କୁ ଦେବି କେମିତି? କେମିତି ଦେବୁ କଣ ଦେବୁ ସେ କଥା ଜାଣିବା ମୋର ଦରକାର ନାହିଁ। ମୁଁ ଆସିଛି ମାନେ ଟଙ୍କା ନେଇକି ଯିବି ବାସ୍। ମୋର ଏଇ ସେସନ୍ ରଖନ୍ତୁ, ମୁଁ ଆପଣଙ୍କୁ ନେଇ ଟଙ୍କା ଆପଣ ଘରେ ପହଞ୍ଚେଇ ଦେବି। ଆଉ ମୋ ଘରକୁ ଆସିବାକୁ ପଡ଼ିବନି। আরে বন্ধ করছে বাজে কথা। ମୁଁ ତତେ ଠିକ ଚିହ୍ନି ସାରିଲିଣି। ଯାହା କଥା ଦେଇ କଥା ନ ରଖିବା ତମ ରକ୍ତରେ ଅଛି। ଆରେ 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 କଣ କହିଲୁ? ଅଶାନ୍ତ ବାବୁ? ଆବେ ଶଳା, ଅଶାନ୍ତ ସାର୍ ବୋଲି ଡାକୁଥିଲୁ, ଏବେ କଣ ଅଶାନ୍ତ ବାବୁ ଡାକିଲୁଣି? ବାଧ୍ୟ କରିଦେବି, ନହେଲେ ଅଶାନ୍ତ ବେ କହିବି। ପରେ ଯାଇ ମୋ ରକ୍ତକୁ ଆକ୍ଷେପ କରୁଛ? ତମର ଏତେ ସାହସ? আবে শোনা, তোর এতে সাহস, তুই মতে ধক্কা মারিবু? দেলু দেলু বাহার কলু, মো টঙ্কাটা বাহার কর, নহলে তোকে আজ মু মারি দেবি। মারি দেবি বে শোনা।
ଅଶାନ୍ତ ବାବୁ ମୋ ପୁଅଟାକୁ ତମେ ମାରି ଦିଅନି। ଆରେ ଭଲ ହଉ କି ଖରାପ ହଉ ନିର୍ମାଲ୍ୟଟା ହଉଛି ମୋରି ପୁଅ। ଆରେ ବାପା ସାମ୍ନାରେ ତମେ ପୁଅଟାକୁ ମାରିଦେବ, ମୁଁ ଦେଖି ସହିପାରିବି କେମିତି? ଏଇଠି ମୋ ବୋହୁଟା ଭିକ ମାଗି ଟଙ୍କା ଆଣିଥିଲା ମୋତେ ମେଡିକାଲରେ ଭଲ କରିବା ପାଇଁ, ମୋତେ ମେଡିସିନ ଖୁଆଇବା ପାଇଁ। ଆଉ ସେଇ ଟଙ୍କାଟା ମୋରି ହାତରେ ଅଛି। ଆରେ ଦରକାର ନାହିଁ ମୋର ମେଡିସିନ ଖାଇବା, ମୋର ଦରକାର ମୋ ପୁଅ। ନିଅ ଶାନ୍ତ ବାବୁ, ତମ ଟଙ୍କା ନିଅ, ହେଲେ ମୋ ପୁଅକୁ ତମେ ଛାଡ଼ି ଦିଅ। ନିର୍ମାଲ୍ୟ, ତୋ ବାପା ପାଇଁ ମୁଁ ତୋତେ ଆଜି ଛାଡ଼ିଦେଲି। କାରଣ ମୁଁ ବି ଗୋଟେ ବାପା। ମୋ ପୁଅ କୋଉଠି ଥିବ, କେମିତି ଥିବ ମୁଁ ଜାଣିନି। ଆରେ ତୁ ବାପା ହେଲେ ବୁଝିପାରିବୁ ପୁଅ ଝିଅ ପାଇଁ ବାପା ମନ କେତେ ଝୁରି ହୁଏ। ଆଉ ରହିଲା ଏ ଟଙ୍କା କଥା। ଆରେ ବୋହୁଟାକୁ ଦେଖିଲେ ମୋତେ ଲାଗେ ଯେମିତି ସେ ମୋ ନିଜ ବୋହୁ ବୋଲି। ତମେ ମାନେ ମୋତେ ଖରାପ ମଣିଷ ଭାବୁଥିବ, ତମେ ଭାବୁଥିବ ମୁଁ ବୋହୁଟାକୁ ନେଇ ଖରାପ କାମରେ ଲଗେଇ ଦେଇ ବୋଲି। ହେଲେ ନାଇଁ, ବୋହୁଟା ମୋତେ ନିଜ ବୋହୁ ପରି ଲାଗେ ତ। ମୁଁ ଭାବୁଥିଲି ସେ ସବୁବେଳେ ମୋ ପାଖରେ ରହୁ। ଆଉ ତା ଶ୍ୱଶୁରକୁ ଭଲ କରିବାକୁ ଯାଇ ସେ ଯେତେବେଳେ ଭିକ ମାଗି ସାରିଲାଣି, এই ଟଙ୍କା ମୁଁ ନେଇଗଲେ ଭଗବାନ ମୋତେ ଅଭିଶାପ ଦେବେ। ନା, ଭୁଲିଯିବି ଏ ଟଙ୍କାକୁ ମୁଁ। এই ଟଙ୍କାରେ ତମେ ମେଡିସିନ କିଣି ଖାଇବ। ଛାଡ଼ିଦେବି ଟଙ୍କା। ଭାବିନେବି ଜୀବନରେ କିଛିଟା ପୁଣ୍ୟ କରିଛି ବୋଲି। ଯେଉଁ ପୁଅ ଦିନେ ତୁମକୁ ମରଣ ଚାହୁଁଥିଲା ଆଉ ତୁମକୁ ମାଡ଼ ମାରୁଥିଲା, ସେ ପୁଅକୁ ତୁମେ ବଞ୍ଚେଇ ଦେଲ ବାପା। କାହିଁକି ବଞ୍ଚେଇ ଦେଲ କୁହ ବାପା? ଯଦି ଏ କୁଳାଙ୍ଗରମାନଙ୍କ ସଂଖ୍ୟା କମି ଯାଇଥାନ୍ତା, ମୁଁ ମରି ଯାଇଥାନ୍ତି। ମୋତେ କ୍ଷମା କରିଦିଅ ବାପା, କ୍ଷମା କରିଦିଅ। ମୋତେ କାହିଁକି କ୍ଷମା ମାଗୁଛୁ? କ୍ଷମା ମାଗିବାର ଯଦି ଅଛି ତାହେଲେ ଯା ସେଇ ଭାଉଜକୁ କ୍ଷମା ମାଗିବୁ। ଆରେ ଯାହା ଭିକ ମଗା ଟଙ୍କାରେ ତୋ ଜୀବନ ବଞ୍ଚି ଯାଇଛି। ତମେ ଠିକ୍ କହିଛ ବାପା। ମୁଁ ଯିବି, ମୋ ଭାଉଜକୁ କ୍ଷମା ମାଗିବି। ଆଉ ମୋ ଭାଇ ଭାଉଜକୁ ମୁଁ ଘରକୁ ଫେରେଇବି। ହଁ ମୁଁ ଯିବି। हे ठाकुरे, ମୁଁ କ'ଣ ଜନ୍ମ ହୋଇଥିଲି ଏମିତି ମାଡ଼ ଗାଳି ସହି ବଞ୍ଚିବା ପାଇଁ? ମୁଁ ବି ଗୋଟେ ଝିଅ, ସବୁ ଝିଅଙ୍କ ପରି ସ୍ୱପ୍ନ ଦେଖିଥିଲି ଝିଅରୁ ବୋହୁ ହେବେ, ଆଉ ବୋହୁ ଏଇ ଶାଶୁଘରର ଚଉରା ମୂଳେ ସଞ୍ଜବତୀ ଜାଳିବେ, ଶାଶୁଘରର ଶୁଭ ମନା ଆସିବେ। ହେଲେ ସବୁ ସ୍ୱପ୍ନ ମୋର ଭାଙ୍ଗିଗଲା। ଯେ ମୋତେ ପ୍ରତିଶ୍ରୁତି ଦେଇ ଏ ଘରକୁ ଆଣିଥିଲେ, ସେ ଯେତେବେଳେ ମୋତେ ଯନ୍ତ୍ରଣା ଦେଉଛନ୍ତି, ମୁଁ କାହିଁକି ବଞ୍ଚିବି? ନାଇଁ, ବୈଶାଖ ହାତରୁ ମରିବା ଆଗରୁ ମୁଁ ନିଜକୁ
ମରିଯିବି। କ'ଣ ହେଇଛି ତମେ ସେ ନଈଆଡ଼କୁ ଦୌଡ଼ୁଛ କାହିଁକି? ମୋତେ କିଛି ପଚାରନି ବସନ୍ତ, ମୋତେ ମୋ ରାସ୍ତାରେ ଯିବାକୁ ଦିଅ। ମୋ ରାସ୍ତା ନଦୀ ପର୍ଯ୍ୟନ୍ତ ଲମ୍ବି ଯାଇଛି। ତାମାନେ ତମେ ଆତ୍ମହତ୍ୟା କରିବ? ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ବସନ୍ତ। ବୁଝ ପ୍ରେମ ମୋ ପାଇଁ ମରିଚିକା ପାଲଟି ଗଲା। ସ୍ତ୍ରୀର ଅଧିକାର ପାଇଲିନି। ତାହେଲେ ତମେ କୁହ, କୋଉ ଆଶା ନେଇ ମୁଁ ଆଉ ବଞ୍ଚିବି? ଗୋଟେ କଥା କହିବି, ରଖିବ ଭାଉଜ? ମୁଁ ଜାଣିଛି ତମେ କ'ଣ କହିବ। ଭାଉଜ ତମେ ସେ କଥା ଭୁଲିଛ। ଫେରି ଆସ, ଏବେ ବି ମୁଁ ତମକୁ ଅପେକ୍ଷା କରିଛି। ଆଉ ମୁଁ ତମକୁ ନେଇ ଏତେ ଦୂରକୁ ଚାଲିଯିବି ଯେ ଆମକୁ ଆଉ କେହି ଖୋଜିଲେ ବି ପାଇବେନି। ଏଇଆ ନା ଭାଉଜ? ତମେ ଏମିତି କଥା କହିବ ବୋଲି ମୁଁ କେବେ ଆଶା କରିନଥିଲି। ମୁଁ ତମକୁ ଭଲ ପାଉଥିଲି ସତ, ହେଲେ ତମକୁ ମୋ ଭାଉଜ ଉପରେ ଦେଖି ସାରିବା ପରେ ତମେ ମୋ ପ୍ରେମିକା ଭଳି ଦେଖାଯାଉନ, ଦେଖାଯାଉଛ ମୋ ମା ପରି। ତମ ଭିତର ପ୍ରେମିକାଟା କେବେଠୁ ମରି ସାରିଛି, ଆଉ ଏବେ ଯିଏ ବଞ୍ଚିଛି ସିଏ ହଉଛି ମୋ ମା। ବସନ୍ତ ତମେ କେତେ ବଡ଼ କଥାରେ କହିଦେଲ ଭାଉଜ, ତମେ କେତେ ବଡ଼ କଥାରେ କହିଦେଲ। ମୋର ଭୁଲି ଯାଇଛି ବସନ୍ତ। ମୁଁ ତମକୁ ଚିହ୍ନି ନ ପାରି ତମକୁ କେତେ କ'ଣ କହିଦେଲି। ତମେ ମୋତେ କ୍ଷମା କରି ଭାଉଜ ତମେ ମୋତେ କ୍ଷମା କରି, ତାହେଲେ ବୟସ କମିଯିବ। ଫେରି ଚାଲ ଭାଉଜ। ତମେ ପରା କହୁଥିଲ ଆତ୍ମହତ୍ୟା ଶେଷ ସମାଧାନ ନୁହେଁ ବୋଲି, ତମେ ପୁଣି ସେଇ ବାଟର ବାଟ ଇଏଲ କେମିତି? କେତେ ଆଉ ସହିବି? ଦୋଷ ଲୋକରେ ମୁଁ ଆଉ କେତେ ମାଡ଼ ଖାଇବି? এই দেখো মারো খাই খাই ମୋ ପିଠଟା ସିଝି ଗଲାଣି। ଚୁପ୍ ରହୁଛ କାହିଁକି? ଚାଲ ମୋ ସାଙ୍ଗରେ ଥାନାକୁ ଚାଲ, ପଇସା ପଇନା କରିଦେବ। ଚାଲ। କେମିତି ଏଫଆଇଆର ଲେଖିବି? এই হাতরে ମୋ ସ୍ୱାମୀଙ୍କ ନାଁରେ ମୁଁ ମଥାରେ ସିନ୍ଦୁର ପିନ୍ଧୁଛି। এই ହାତରେ ମୁଁ ସୂର୍ଯ୍ୟକୁ ପାଣି ଟେକି ମୋ ସ୍ୱାମୀଙ୍କର ଆୟୁଷ କାମନା କରୁଛି। এই ହାତରେ ଠାକୁରଙ୍କୁ ଫୁଲ ଚନ୍ଦନ ଦେଇ ମୋ ସ୍ୱାମୀଙ୍କର ଶୁଭ କାମନା କରୁଛି। ମୁଁ ତାଙ୍କ ନାଁରେ ଏଫଆଇଆର ଲେଖିବି କେମିତି? ପୁରାଣରେ କୃତି ଗାନ୍ଧାରୀ ସୀତା ସାବିତ୍ରୀ ମାନଙ୍କ ଭଳି ନାରୀମାନଙ୍କର କାହାଣୀ ଶୁଣିଥିଲି, ହେଲେ ଆଜି ନିଜ ଆଖିରେ ଦେଖିଦେଲି। ଦେଖାଣି ଭାବୁଛ ଠକିଯିବ। ଚାଲ ମୋ କଥା ମାନେ ତମେ ଥାନାକୁ ଚାଲ। ନାଇଁ ବସନ୍ତ, ସବୁ ଉପରେ ବି ମୁଁ ଗୋଟେ ଓଡ଼ିଆ ଘରର ବୋହୂ। ତମ ଭାଇ ମୋତେ ସ୍ତ୍ରୀ ରୂପେ ଗ୍ରହଣ ନ କରନ୍ତୁ। ଯୋଉଦିନଠୁ ମୁଁ ତାଙ୍କ ହାତରୁ ଲଙ୍କା ସିନ୍ଦୁର ପିନ୍ଧି ସାରିଛି, ମୁଁ ବୈଶାଖକୁ ମୋ ସ୍ୱାମୀ ବୋଲି ଭାବି ନେଇଛି। ସେ ମୋ ସ୍ୱାମୀ, ଆଉ ମୁଁ ତାଙ୍କ ନାଁରେ ଯଦି ଏଫଆଇଆର ଲେଖିବାକୁ ଯିବି ତାହେଲେ ମୋ ସ୍ୱାମୀଙ୍କର ଅପମାନ ହବନି? ଭଲ। ଆରେ ମୁଁ ଖୋଜି ଖୋଜି ହାଲିଆ, ତମେ ଦିଟା ଆସି ଥେଇ ଥେଇ ହଉଛ। ଆରେ ସେଦିନ ଏତେ ଘର ହେଲା ପରେ ବି ତମେ ଦିଟା କିଛି ବୁଝିପାରିଲନି, ଚାଲି ଆସିଲ ନଈ ତ ଠାକୁ। ଛି ଭାଇ ମୋ କଥା ଟିକେ ଶୁଣ। ଆରେ କି ଭାଇ ବେ? ତୁ ଯଦି ମୋର ଭାଇ ହେଇଥାନ୍ତୁ ତୋ ଭାଉଜକୁ ଧରି ଥେଇ ଥେଇ ହେଇନଥାନ୍ତୁ ବେ। ଏ ଭଗବାନ, କ'ଣ ଏଇ କଥା ଶୁଣିବା ପାଇଁ ମୋତେ ବଞ୍ଚେଇ ରଖିଥିଲ? ମୋତେ ମାରିଦେଲନି କାହିଁକି? ନାଇଁ ବସନ୍ତ, ନାଇଁ 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 ବେ, ତୁ କାହିଁ ମାରିବୁ ବେ? ଆରେ ମରି ଯାଉଛି ମୁଁ, ତୋ ରାସ୍ତାଟା ପୁରା ଫାଙ୍କା ହେଇଯିବ, ଆଉ ଭାଉଜଟାକୁ ବାହା ହେଇଯାବୁ। ଛି ଛି ଛି, ତମେ ଦିଟା ନ ମରି ବଞ୍ଚିଛ ବେ। କାହିଁକି ଏମିତି କହୁଛ? ମୁଁ ମରିବାକୁ ଚାହୁଁଛି, ହେଲେ ମୁଁ ମରି ପାରୁନି। ମରଣ ମୋତେ ଡରି ଯାଉଛି। ମୁଁ ମରିବାକୁ ଚାହୁଁଛି ବୈଶାଖ, ମାରିଦିଅ। ତମେ ମୋତେ ମୋ ତଣ୍ଟି ଚିପି ମାରିଦିଅ। ନାଇଁ 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 ଲୋ। ଆରେ ତୁ ଏମିତିକା ଗୋଟେ ନାରୀ, ତୁ ମରିଗଲେ ମଶାଣିଟା କୋଳରେ ଜାଗା ଦବନି। କାହିଁକି ଅମୃତ ଭଳି ବନକୁ ବିଷାକ୍ତ କରୁଛ? ଏ ଭାଇ
ভগতমের ভাই আমার সম্পর্ক পবিত্র সম্পর্ক আমার সম্পর্কକୁ তুমি সন্দেহ করনি ভগবান তোমাকে সহি ନାଇଁ ବସନ୍ତ ମୋ ସ୍ୱାମୀଙ୍କର ଅମଙ୍ଗଳ ହବ ମୁଁ ତ ଭଗବାନଙ୍କୁ ଡାକୁଛି ଯେତେ ଦୁଃଖ କଷ୍ଟ ଅଛି ମୋ ଉପରେ ପାହାଡ଼ ପରି ଲଦି ଦିଅନ୍ତୁ ହେଲେ ମୋ ସ୍ୱାମୀକୁ ସବୁବେଳେ ଖୁସିରେ ରଖ ନାଇଲୋ ମୋ ପାଇଁ ଭଗବାନଙ୍କୁ ଡାକ ନା ତୁ ଯଦି ଭଗବାନଙ୍କୁ ଡାକିବୁ ମୋ ଭଲଟା ଖରାପ ହେଇଯିବ ଆଉ ମୋ ଆଶୀର୍ବାଦଟା ଅଭିଶାପ ପାଲଟି ଯିବ ବେ ভাই আর জানিছ যখন স্ত্রীটা কাহি নদী আড়କୁ যাଉଥିଲା আরে ମୁଁ ଯଦି ଠିକ ସମୟ ନ ହେଇଥାନ୍ତି ତାହେଲେ ସେ ମରି ଯାଇଥାନ୍ତା ଆରେ খুব ଭଲ ହେଇଥାନ୍ତା ଭଳିଆ ଚରିତ୍ର ହୀନ ନାରୀ ଏ ଦୁନିଆରୁ ଲୋପ ପାଇ ଯାଇଥାନ୍ତା ବେ କାହିଁକି କାହିଁକି ମୋତେ ସେଇ କଥା ବାରମ୍ବାର କହୁଛ କିଏ ମୋତେ ଚରିତ୍ରହୀନ ସଜେଇଛି ଆରେ ତମେ ମୋର ସ୍ୱାମୀ ସ୍ୱାମୀ ହେଇ ଗୋଟେ ସ୍ତ୍ରୀକୁ ଚରିତ୍ରହୀନ କହିବାକୁ ତମକୁ ଟିକେ ଲାଜ ଲାଗୁନି ଆରେ ମୁଁ ତ କହିବି ଯୋଉ ସ୍ୱାମୀ ମାନେ ତାଙ୍କ ସ୍ତ୍ରୀ ମାନଙ୍କୁ ଚରିତ୍ରହୀନ କହନ୍ତି ସେମାନେ ସ୍ୱାମୀ ନୁହନ୍ତି ସେମାନେ ଜଣେ ଜଣେ ନପୁଂସକ କଣ କହିଲୁ ମୁଁ ନପୁଂସକ କଣ କହିଲୁ ତମର ଏତେ ସାହସ ଆରେ ତମର ଏତେ ସାହସ ମୋରି ଆଖି ସାମ୍ନାରେ ତମେ ମୋ ସ୍ୱାମୀ ଉପରକୁ ହାତ ଉଠେଇ ମାଡ଼ ମାରି ପାରିବ ଶୁଣ ଯେତେ ଯାହା ହେଲେ ବି ସେ ମୋ ସ୍ୱାମୀ ଆଉ ଗୋଟେ ସ୍ତ୍ରୀ ଉପରେ ତା ସ୍ୱାମୀ ଉପରକୁ ଅପମାନ ହେଲେ ସେ କେବେ ବି ସହିବନି ବସନ୍ତ ଆଜି ମୁଁ ତମକୁ କହିଦେଉଛି ଆଉ କେବେ ବି ଏମିତି ଭୁଲ କରିବନି ଆଉ ଯୋଉଦିନ ଭୁଲ କରିବ ଦରକାର ପଡ଼ିଲେ ଏ ହାତଟା ବି ତମ ଗାଲକୁ ଉଠି ଯାଇପାରେ তোর ভুল ହେଇଗଲା ଭାଉଜ ଇମୋସନାଲ ହେଇ ଗୋଟାଏ ଭୁଲ କରିଦେଲି ଆଉ ସେ ଭୁଲ ଗୋଟାଏ କଥା ଶିଖିଗଲି ଆଉ କେବେ ତମ ସ୍ୱାମୀ ସ୍ତ୍ରୀଙ୍କ ମଝିକି ମୁଁ ଆସିବିନି କେବେ ଆସିବିନି ମୁଁ ଅଶାନ୍ତ ଭଲରେ ଭାରି ଭଲ ଆଉ ରାଗି ଗଲେ ପୁରା ବିଷାକ୍ତ अबे सुना सबू शिकार गुड़ा कौन गोटे जगार अबे सांग ही मरब ना कौन नहीं तमे ताको मारनी ताको मारी दियोनी अबे सेठी काजल आउ गोबती तो आउ केही नथिले तू केमिति जानलु बैशाख को मार दो आछी मु से दिन सब सत कथा सुनी जाइतली आउ बैशाख को कहला बेले से मते मिचे कहि मते मारो मारिले ए बैशाख तमे तो चली जाओ तानले से तुमको मारी देबे अबे चुप कर बे तू वो भाव जो कोना मिछ कहो ना नले तो तंटी से भी मारी देबी तो तबे देखो तुम जियो नले भी जियो परे मो तुमको मो काने पते मो स्वामी को जीवन भिक्षा मांगुचे मु तुम मो स्वामी को परे तो मुझको गोड़ा करे अबे चेष्टा माया ममतार कथा तू मते कह ना से सब मो पाई मूल्यहीन नहीं मो आखिरे जळुची खाली प्रतिशोधर निया मते देखा जाउची रक्त आउ कुड़ा कुड़ा सबर पहाड़ आउ गोटे मायाबिनी नारीर विद्रूप हस मते पागल कर दउची पागल कहा को भी छाड़ीबिनी मारी देबे मरिब आज तू शोना আমার সে স্বামী ভাই মরণକୁ ଚାଲି ଆସିଲ বসন্ত মো মো জীবন আজি ধন্য হইগলা মো মো ঈশ্বর লোকারি এই মরিবি হয় হয় ডিঙ্গরা বাজুথিব
না এই দেখো অদরকাରୀ ମଣିଷଟା କେମିତି ତମ କାମରେ ଆସିଲା। আরে চালি যাহাନ୍ତି যে তু পড়াই যাই মরিলু মু অপেক্ষা করিছি তো ছাতি ভিতর নিঃশ্বাসটা কেতেবেলে যাবে बार स्वामी बा अरे की दत कर गला तमे जे तुम जीवन बचाइला तुम ता मरण को अपेक्षा करजो हे भाई अरे किते जीवन नष्ट करिवो किते को भाई घर को नहीं आसीबो हे भाई ए संसार डरे दिलर किते को भाई नहीं घर आसीबो अरे अरे भाउज तो किति पुण्य करि देले ताको शेष कमर जाली गले तमे ताको पाखरे अछो हे तमे एमिति गोटे मनिसो तुम शेष समय चली जा बेले तुम पाखे कहीं भी नथिबे उठो भाउज उठो भाउज নাই রে বসন্ত ईश्वर पाखे अपराधी हो मो स्त्री को मु मेडिकल नहीं जीवी मो भूल मु बुझी पारी उठा शुभ अरे के तुम स्त्री से तो गोटे चरित्र रही ना चुईले तुम पापरे पोती आई पड़ो নাই রে বসন্ত সে ভাই স্ত্রী को छुईले पाप धोई मो भूल आज बुझी पारी अरे जो भाउज को विश्वास करी सी मत मारिबा को चेष्टा कला आउ जहा को घृणा करूली सी मो जीवन बचाई देला मो स्त्री मो निजर उठ शुभ उठ मु तुमको मेडिकल ले जी शुभ उठ आज हूँ सावित्री व्रत मो स्त्री मो सावित्री ओषा कर मो स्त्री तो मन सह लड़ाई करुच्ची डॉक्टर को पचारे डॉक्टर कहते ऊपर वाला चाहिए बंची जीव मो स्त्री आज मो सावित्री व्रत कर हाँ मु आज गोटे नुआ परंपरा सृष्टि करी मो स्त्री मु सावित्री ओषा करी हाँ सावित्री देवी मो स्त्री को बचाई दिया ना मु तुम पाखे मुंड बढ़ाई बढ़ाई मरी जीवी मो शुभर कथा शुण कौटी शुभ तमें कौटी तमें कौटी शुभ कौटी तमें कौटी अच्छा शुभ कौन तमें कौटी এইটি বৈশাখ সময়টা যেতে বড় বদলাই পাটইর পরিচয় বদলাই সময়টা যেতে বড় বদলাই পাটইর পরিচয় বদলাই शुभ मो आखि की तो विश्वास कर पारनी शुभ तुम कौन सतरे मो पाक फेरी आसीच शुभ जम भी मत डरला कहीं जाच तुम भल पाइबा पाखरे मो मरण भी मत डरीगला अधा बाटर छाड़ी चलीगला कौन भावुच
ତମଠୁ ଷ୍ଟେଟମେଣ୍ଟ ନେବା ପାଇଁ ପୋଲିସ ମେଡିକାଲରେ ମେଡିକାଲ ବେଡରେ ନାଉ ପୋଲିସକୁ ହାରାସ କରିବାଟା କିଛି ଠିକ ନୁହେଁ। କୁହ ସେ ଲୋକଟା ନାଁ କ'ଣ? ସେ ଲୋକକୁ ପରେ ଆରେଷ୍ଟ କରିବେ ସାର୍। ଆଗ ମୋତେ ହାଣ୍ଡକପ୍ ପକାନ୍ତୁ। ତମର ଅପରାଧ? ମୁଁ ମୋ ସ୍ତ୍ରୀ କି ପ୍ରତିଦିନ ଶାରୀରିକ ମାନସିକ ଯନ୍ତ୍ରଣା ଦଉଥିଲି ସାର୍। ନାଇଁ ନାଇଁ ଇନ୍ସପେକ୍ଟର, ମୋ ସ୍ୱାମୀ ମିଛ କହୁଛନ୍ତି। ମୋ ସ୍ୱାମୀ ମୋତେ କେବେ ବି ଶାରୀରିକ ନିର୍ଯାତନା କେବେ ବି ଦେଇନାହାନ୍ତି। ସେ ମୋତେ ବହୁତ ଭଲ ପାଆନ୍ତି। ନାଇଁ ସାର୍, ସେ ମାଡ଼ ଭୟରେ ମିଛ କହୁଛି। ମୋତେ ହାଣ୍ଡକପ୍ ପକାନ୍ତୁ ସାର୍, ପ୍ଲିଜ୍ ସାର୍। ବିନା ଅଭିଯୋଗରେ ସବ୍ ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ତା ପୋଷାକରେ କେବେ କଳଙ୍କ ଲଗେଇବନି। ମୋର ଅଭିଯୋଗ ଦରକାର। ମୋ ସ୍ତ୍ରୀ ମୋ ନାଁରେ ଏଫଆଇଆର କରିବ। କାହିଁକି? କ'ଣ ପାଇଁ? ଯଦି ତମେ ଜେଲ୍ ଚାଲିଯିବ ତାହେଲେ କାହିଁକି ମୋତେ ଫେରେଇ ଆଣୁଥିଲ? ମୁଁ ତ ମରି ଯାଇଥିଲେ ଭଲ ହେଇଥାନ୍ତା। ଏ ବୈଶାଖ, ତମେ ଯଦି ଜେଲ୍ ଚାଲିଯିବ ଏ ଶୁଭଟା କାହା ପାଇଁ ବଞ୍ଚିବ? ତମକୁ ଛାଡ଼ି କ'ଣ ସେ ବଞ୍ଚି ପାରିବ? ଦେଖନ୍ତୁ ଇନ୍ସପେକ୍ଟର, ମୁଁ ଆପଣଙ୍କୁ ହାତ ଯୋଡ଼ୁଛି, ନେଉର ହେଉଛି, ଯେତେ ଶୀଘ୍ର ପାରୁଛନ୍ତି ଆପଣ ସେ ଆସାମୀକୁ ଆରେଷ୍ଟ କରନ୍ତୁ। ୟେସ୍, ମୋର ସେ ଆସାମୀ ଦରକାର। ତା ନାଁଟା କ'ଣ ମୋତେ କୁହ? ଅଶାନ୍ତ, ଏ ସହରର ବଡ଼ କ୍ରିମିନାଲ। ଅପା, ଅରୁଆ ସୂତାର କ୍ଷୀରଟା ମିଳିଗଲା। ଅଶାନ୍ତକୁ ଆରେଷ୍ଟ କରି ମୁଁ ତ ରାକ୍ଷୀର ପାଉଣା ଦେବି। ଅପା, ଅଶାନ୍ତ ଅପେକ୍ଷା କର, ମୁଁ ତତେ କୋଉଦିନ ଆରେଷ୍ଟ କରୁଛି। ଆପଣ କାହିଁକି ମନା କରୁଛନ୍ତି ମୁଁ କିଛି ବି ବୁଝିପାରୁନି। ଆଉ କାହିଁକି ଆପଣ ମନା କରୁଛନ୍ତି ସେ କଥା ମୁଁ ଠିକ୍ ଜାଣିଛି। ଆପଣ ହିଁ ସେ ବୈଶାଖକୁ ମାରି ଦେଇପାରିବେ। ଆରେ ଏଥରକା ସେ କିଛି ଖସିଗଲା, ହେଲେ ଆପଣ ଆଉ ଥରେ ଟ୍ରାଏ କରନ୍ତୁ। ଆପଣଙ୍କ ହାତରୁ ସେ କେବେ ବି ଖସି ଯାଇପାରିବ। ହଁ ଶୁଣନ୍ତୁ, ମମିଟା ବଞ୍ଚିଗଲା। ଲମ୍ବା ଆୟୁଷ ନେଇକି ସେ ଆସିଛି ତ, ଏତେ ଶୀଘ୍ର ମରିଯିବ କେମିତି? ନାଇଁ, ମୁଁ ସେ ଲୋକ କିଏ ଜାଣିନି ଯେ ମମିକୁ କେତେ ଦିନ ଦେଇ ବଞ୍ଚେଇଛି। ଠିକ୍ ଅଛି, ମୁଁ ଏମିତି ରଖୁଛି। ମୁଁ ଯାହା ଭାବୁଥିଲି ଠିକ୍ ସେୟା ଘଟିଲା। ଶୁଭଟା ବୈଶାଖର ସବୁଦିନ ପାଇଁ ନିଜର ହେଇଗଲା। ହେଲେ ମନେ ରଖ, ତୋ ସିନ୍ଦୁରର ଆୟୁଷ ଆଉ ବେଶୀ ଦିନ ନୁହେଁ, କଦାପି ଆଉ ବେଶୀ ଦିନ ନୁହେଁ। ବାବୁଆଣୀ, ତୁ ଏଠି କାହିଁକି? ଆରେ କାମ ନ କରି ଏଠି କାହିଁକି ଆସିଛୁ? ବାବୁଆଣୀ, ଘର ସବୁ କାମ ସରି ସାରିଛି, ତାପରେ ବି ପିଲା ଶୋଇ ସାରିଲାଣି। ଆଉ ଯଦି କ'ଣ କାମ ଅଛି ତାହେଲେ କୁହନ୍ତୁ, ମୁଁ ସବୁ କାମ ସାରିଦେବି। ନାଇଁ, ମୋର କିଛି କରିବା ଦରକାର ନାହିଁ। ତୋର ଯାହା କରିବାର ଇଚ୍ଛା ତୋର ସେଇଆ କର। କାହିଁକି ନା ମୁଁ ବହୁତ ଟେନସନ୍ରେ ଅଛି, ମୋର ଟିକେ ରିଲାକ୍ସ ଦରକାର। ତମେ ଏଇଥିପାଇଁ ଟେନସନରେ ଅଛ ନା? ବୈଶାଖ ବାବୁ ନମରେ ବଞ୍ଚିଛନ୍ତି କେମିତି? ছি ছি ছি, তোমার এই সুন্দর চেহারা ভিতরে এমিতি গোটে কুচিত রূপ লুচি রয়েছে। কহিদেবি বাবুয়াণী, এ ঘর সমস্ত সত কথাটা আজ সমস্ত মু কহিদেবি। শীঘ্র আসো মমি, শীঘ্র আসো মমি, শীঘ্র আসো। କ'ଣ ହେଲା ଭାଉଜ? ତମେ ଏମିତି କାନ୍ଦୁଛ କାହିଁକି? ଆଉ ଟିକେ ଡେରି ହେଇଥିଲେ ମୋର ସବୁ କିଛି ସରି ଯାଇଥାନ୍ତା। ଏ ଚାକରଟେ ଏ ଘରକୁ ଆସିଲା ଦିନ ମୁଁ ତାକୁ ସନ୍ଦେହ କରୁଥିଲି, ହେଲେ ମମିଙ୍କ ପାଇଁ ମୁଁ ଚୁପ୍ ରହୁଥିଲି। ହେଲେ ମୋ ସନ୍ଦେହଟା ଆଜି ପୁରାପୁରି ସତ ହେଇଛି। କ'ଣ ତମେ ସନ୍ଦେହ କରୁଥିଲ? କ'ଣ ସନ୍ଦେହ ହେଇଛି? କୁହ ଭାଉଜ, କୁହ। ବହୁ ଚୁପ୍ ରାଣୀ, କହ ଚାକରାଣୀ କ'ଣ କରିଛି ମୋତେ କହ। ମମି, ଏ ଚାକରଟା ମୋ ପିଲାକୁ ମାରିଦେବାକୁ ବସିଥିଲା। ହଁ ମମି, ଆଉ ଟିକେ ଡେରି ହେଇଥିଲେ ଇଏ ମୋ ପୁଅଟାର ତଣ୍ଟା ଚିପିକି ମାରିଦେଇ। ନାଇଁ ବାବୁଆଣୀ, ମା ନିଜକୁ ବଞ୍ଚେଇବା ପାଇଁ ଭୁଲ କଥା କହୁଛନ୍ତି, ମିଛ କଥା କହୁଛନ୍ତି। ଯେ ମୁଁ ନିଜ କାନରେ ଶୁଣିଛି ବାବୁଆଣୀ କାହାକୁ ଗୋଟେ ଫୋନରେ ବୈଶାଖ ବାବୁକୁ ମାରିଦେବା କଥା ପ୍ଲାନିଂ କରି ମୁଁ ସେସବୁ କଥା ଶୁଣିଦେଲି। ମିଛ କହି ସତକୁ ଲୁଚେଇବାକୁ ଜମା ଚେଷ୍ଟା କର। ମମି, ଏଇଟାର କଥାକୁ ତମେ ଜମା ବି ବିଶ୍ୱାସ କରୁନି। ଧରା ପଡ଼ିଗଲା ତ ସେଇଥିପାଇଁ ଅଭିନୟ କରୁଛି। ଦରକାର ନାହିଁ ଆମର ଚାକରାଣୀ। ମମି, ଯେତେ ଶୀଘ୍ର ପାରୁଛ ଏଇଟାକୁ ଏ ଘରୁ ବାହାର କରିଦିଅ। ଏ ଚାକରାଣୀ ଏ ଘରୁ ବାହାରି ଯିବନି। ଯଦି ଏ ଘରୁ କିଏ ବାହାରି ଯାଏ, ସେ ଜଣ କହୁଛ ତମେ। ମୋ
ପାଟି କରନି ତମର ସବୁ କଥା ଜଣା ପଡ଼ିଯାଇଛି। ତମେ ସେ ଲୋକକୁ ଟଙ୍କା ଦେଇଥିଲ ବୈଶାଖ ଭାଇକି ମାରିବା ପାଇଁ। ଭଗବାନ ଏମିତି ଚକ ବୁଲିଲେ ଯେ ଭୁଜାଲଟା ଆସି ଭାଉଜଙ୍କ ସାଥିରେ ବାଜିଲା। ମୋର ମନେ ହେଉଛି ତମେ ପୁଣି ସେ ଫୋନ୍ କରି ସେ ଲୋକ ସହିତ ସମ୍ପର୍କ ରଖିଛ। ବସନ୍ତ ତୋ କଥା ସତ ହେଇଥାଏ କହ ସେଥିରେ ବୟସ ମାରିବାକୁ ଯାଉଥିଲା ବୟସ ଛାତ ନ ବାଜି ସୁଭଦ୍ରା କାହିଁ ବାଜିଲା କହୁଛି ସେ ଲୋକଟା ବୈଶାଖ ଭାଇକୁ ମାରିବାକୁ ଆସିଥିଲା ମମି। ହେଲେ ଭାଉଜ ସହି ନ ପାରି ନିଜ ସ୍ୱାମୀକୁ ବଞ୍ଚିବା ପାଇଁ ନିଜେ ମରଣକୁ ଚାଲି ଆସିଲେ। बात कर से मने गोटा कहानी वैशाख शुभ को मारिबा को जाउ नथला काहे कि ना वैशाख शुभ को घुणा करे आ तापर शुभ बच गला केमिति तुम मिछ कथा केबे कोनी बसते कहूची मम्मी तुम मते जन्म देछु तुम मां तुम कथा को विश्वास करबो काहेकि अरे केमिति विश्वास करिबी से तो तू पर कहतलु सुबोध मिलामिशा कला बड़ बहु देखितिला आ सैया को तू आ तू प्लान करी ताको बदन करे पई बसिछु मम्मी हे भगवान कौन कही मो माँ को बुझाइबी मत कह प्रभु हे मम्मी तुम मते जन्म देछु तुम कथा को विश्वास करबो काहेकि आ सुन तू चाकर सा बिस्ती गोटा प्लान तैयार करिछु नहीं नहीं माँ आपण मो कथा को विश्वास करतो मु जहा कहूची सत कथा कहूची हाँ आपण केमिति मते विश्वास करिवे काहे कि ना भगवान पर सेमति हमको गड़े चढ़ी पिठी को माड़ हेले आखि को आघात हुए जेते बड़ा आखि कहिला पिठीटा छिड़ी जाइछे सेते बड़े केही कहा कथा को विश्वास कलेनी जेते बड़े देहरे जंत्रणा अनुभव हैला सेते बड़े बुझी पाला आखि पिठीटा जहा कहूथिला ठीक कहूथिला ठीक सेमिति माँ आपण आपण को बहु कथा को विश्वास न करी आपण कोन मो कथा को केबे विश्वास करिवे सास तुम नाटक की मारे पे चाहतु ना नाटक मारी मत बात करी मां कथा टिके कह एत बड़ा फूल कलु खाई नहीं मां कह मत एत बड़ा फूल कलु अबे कह मुझे अबे बाबाणी सी भी जड़े मनीष ता देह भी रक्त मांसर गढ़ा अरे ताकू जमी मारुच थरे निजक निजे माड़ मारी देख माड़टा तुमको केमी लगुच अच्छा जगह चाकर में तते कहीं बांधी जाउची मम्मी बुझी पारुन कि ये ता स्वामी ताको छाड़ दे के कोई चली जाई अच्छा आउ जगह निज स्त्री को छाड़ी आम घरे पड़ी रही से पुणी देह अच्छी मन अच्छी केते दिन निज मन को बुझे मम्मी मत तो लगुच दुई जन भितर किसी गोटे संपर्क अच्छे सीमा शरद भीतर रही कथबार्ता करतु ए किछि दिन पूर्व तमे बसंत बाबू पाप संपर्क रखा चेष्टा करुदिल तमे जहा समस्त को से भावनी तम पड़ी सस्ता नारी माने निज देह मन को बुझाई पारती हेले आनी परी नारी नुह अरे तम मो भीतर आकाश पाताल रो फरक अबे कौन कहलु तो मो बेटा सस्ता नहीं हां मो सस्ता नहीं हां बाबाणी मु तो बुझे पारुनी अरे से चक्करंटा को किसी कहिले कि मारिले तू रागी जाउछु काहेकि ओ ए घरे रहिबा भितरे तू बोधे दा निश्चय स्वामी हे जाइछ स्वामी हे जाइछि नुहे सत कथा डाइया सीए मो स्त्री आ मु ता स्वामी चाकर हे अनेक दिन ता ऊपर होउथिबा जंत्रणा को सहिली किंतु आउ नुहे एथर स्वामीर कर्तव्य करी तो
ତମେ ଯଦି ତା ଉପରକୁ ହାତ ଉଠାଅ ତମର ସେ ହାତ ମୋଡ଼ିକି ଭାଙ୍ଗି ଦେବେ। କଣ ହେଲା ତୋର ଏକା ସାଥ ତୁ ମୋ ବୋଉର ହାତ ଭାଙ୍ଗି ଦେବୁ ନା କୁଆଡ଼େ ଗଲା ମୋ ବାଡ଼ି ଚାକଣ ହେଇ ପଡ଼ି ରହିଥିଲେ କାହିଁକି ତମେ ସତ କଥାଟା ବାବୁ ଆଣିକି କହିଦେଲ ଆଉ କିଛି ଦିନ ଚୁପ୍ ରହିଯାଇଥିଲେ ହେଇନଥାନ୍ତା ଆରେ ଏବେ କଣ ହବ ଅବସ୍ଥା ମମି ଜଗାକୁ ମାନା ତା ନହେଲେ ଆକାଶଟା ଚିଡ଼ି ପଡ଼ିବ। ଭୁଲ କଲା ମାଡ଼ ଖାଇବା ସିଏ କାହିଁକି ମାରୁଛି ସେ ଭୁଲ କଲା ମାଡ଼ ଖାଇଲା ହଁ ମୁଁ ଭୁଲ କରିଛି। ବୈଶାଖ ବାବୁ ଖାଲ ଢିପ ରାସ୍ତାରେ ଗାଡ଼ି ଚଲେଇ ଯାଉଥିବା ମଧୁଆଟେ ଆସି ଯଦି ଗାଡ଼ି ସହ ଧକ୍କା ହେଇଯାଏ କେହି କହିବେନି ମଧୁଆର ଭୁଲ ସମସ୍ତେ କହିବେ ଗାଡ଼ିବାଲାର ଭୁଲ ଗାଡ଼ିବାଲା ମାଡ଼ ଖାଇବ। ହଁ ମାର ମତେ ମାର। କ'ଣ କଲୁ ମମି ଜଗା ମଣିଷ ନୁହେଁ ଲୋ ମମି ସିଏ ଜଣେ ଦେବତା ତାକୁ ମାଡ଼ ମାରି ତୋ ଜୀବନରେ କରିଥିବା ପୁଣ୍ୟ ଭିତରୁ ଗୋଟେ ପାପ କରିଦେଲୁ ଲୋ ମମି। କଣ ସେମିତି କଣ କଥା ମାରାମାରି ପାପ କମେଇଛି ଆରେ ଆମେ ପୁଅ ହେଇ ତୋ ପାଇଁ ଯାହା କରିପାରିଲୁନୁ ଏଇ ଚାକର ଜଗା ତ ଜୀବନ ବଞ୍ଚାଇ ଦେଇছিল ମମି। ମାନେ ତୁ ଜାଣିବାକୁ ଚାହୁଁଥିଲୁ ନା ହଁ ତୋତେ କିଏ କିଣିଂ ଦେଇଛି ହଁ ଏଇ ଜଗା ତା ଜୀବନକୁ ପଳ ଚଢ଼େଇକି ତୋତେ ଜୀବନ ଦେଇছিল ମମି। ମାର ମମି ମନ ଶାନ୍ତି ହବ ଯାଏ ମା। ଆରେ ସିଏ ତ ଗୋଟାଏ ଚାକର ତାହାର ଇଚ୍ଛା କେତେ ଆରେ ଯାହା କିଛି ଜାଣ ଯୋଗ ଘୃଣା କରୁଥିଲୁ ସେ ଆଜି ତ ବଡ଼ ତରକାରୀ ଆସିଗଲା ମମି ବଡ଼ ତରକାରୀ ଆସିଗଲା। ପର କେବେ ବି ନିଜର ହେଇପାରେନି ତମକୁ ମୁଁ ଏତେ କରି କହିଲି ତମେ ମୋ କଥା ଜମା ବି ଶୁଣିଲାନି। ଆରେ ତମେ ଯୋଉ ପୁଣ୍ୟ କରିଗଲ କୋଉ ତୀର୍ଥ କ୍ଷେତ୍ରରେ ତମ ନାଁ ଉଚ୍ଚାରଣ ହବ କୋଉ ଗାଁ ଛକ ମୁଣ୍ଡରେ ତମ ପ୍ରତିମୂର୍ତ୍ତି ଠିଆ ହବ ଆଉ କୋଉ ପୂଜା ପଦ୍ଧତିରେ ତମ ନାଁ ଉଚ୍ଚାରଣ ହବ। ଆରେ ତମେ କାହିଁକି ଏମିତି କଲ ଜଗା ମା ସିନା ଆମକୁ ପର ବୋଲି ଭାବୁଛି କିନ୍ତୁ ଏଇ ଘରକୁ ଆସିଲା ଦିନଠୁ ମୁଁ ଧରି ନେଇଛି ସିଏ ମୋ ମା ନିଜରଠୁ ଆହୁରି ନିଜର। ମୁଁ ଆଉ କାହାକୁ କିଣି ଦେଇନି ମୁଁ ମୋ ମାକୁ କିଣି ଦେଇ ବଞ୍ଚେଇ ଦେଇ। ହେ ମା ତୁ ଆମକୁ ଏଇ ଘରୁ ଯିବା ପାଇଁ ଅନୁମତି ଦେଲ ମା ଅନୁମତି ଦେ।
ହଉଛି ମୋର ପୁଅ ପକଡ଼ାକୁ ପେରିଆରେ ମୁଁ ତ ମା ଡାକୁଛି ଏ ଜଗା ତୁ ପକଡ଼ାକୁ ପେରିଆ ଏ ଜଗା ତୁ ପକଡ଼ାକୁ ପେରିଆ मारो पड़ता मिली गला ताते आग चिलुरा गए जीवन रे साथे मारो पड़ता मिली गला ताते आग चिलुरा জীবন বাবারে ফোন করে কইলা মা কুয়াড়ে চালি যাইছি আরে কোউটি খোঁজি মো মা কু মা এ মা মু অশান্ত ভালো রে ভারী ভালো আউ রাগি গলে পুরা বিষাক্ত বাবুয়ানটা তোতে মিছ কইছিলা কারণ সে জানিছি তু তো মা কু কেতে ভাল পাউ তো মা কথা শুনিলা আগরু তু কেমিতি মশাণীকে চালি আসিলু ভাল করি দেখিনে জগা মশাণীরে চুই গুড়া কেন্দি হুতু হুতু হয়ে জড়ুছি আউ কিছু সময় পরে তো জুইটা বি হুতু হুতু হয়ে জলিব আরে তুমি তুমি তো সেই লোক আরে তোমারই পাই তো মু সেই ঘরে চাকর হয়ে পড়ি রয়েছি সেতিকিরে বি তো মন বুঝিলানি যে হরি কହୁଛ মতে মারি দেব হ্যাঁ হ্যাঁ মু তোরে মারি দেবি তোতে মারি দেলে মতে মো পুଅটা মিলিଯିବ আরে প্রভুକୁ তো ତମ ପୁଅ ମିଳିଯିବ আরে ମୋ ବାପାକୁ କଣ ମିଳିବ ମୁଁ ବି ଜଣେ ବାପାର ପୁଅ ତମେ ଯେମିତି ତମ ପୁଅ ପାଇଁ ପାଗଳ ହଉଛ ମୋ ବାପା ବି ସେମିତି ମୋ ପାଇଁ ପାଗଳ ହଉଥିବ ଆରେ ତୋ ବାପା ପାଗଳ ହେଇଯାଉ ମୋର କିଛି ଯାଏ ଆସେ ନାହିଁ ତତେ ମାରିଦେଲେ ମତେ ମୋ ପୁଅ ମିଳିଯିବ ମୁଁ ବାସ୍ ଏତିକି ଜାଣିଛି ତତେ ଆଜି ମୁଁ ହାଣି କାଟି ରକ୍ତାକ୍ତ କରିଦେବି ନାଇଁ ନାଇଁ ଅସନ ପୁଅକୁ ମାରନି ମୋ ପୁଅକୁ ତମେ ମାରନି ମୋହିନୀ ଆରେ ତୁ ବି ମଶାଣି ପର୍ଯ୍ୟନ୍ତ ଚାଲି ଆସିଲୁ ଏ ପର ଛୁଆଟା ତୋ ପାଇଁ ଏତେ ନିଜର ହେଇଗଲା ଯେ ମରଣ ମୁହଁକୁ ଦୌଡ଼ି ଦୌଡ଼ି ଚାଲି ଆସିଲୁ ମୋ ପୁଅ ପାଇଁ ଚାଲି ଆସିଛି ତମେ ପୁଅ କହୁଥିଲ ନା ତୋ ପୁଅକୁ କହୁଥିଲ ନା ନିଅ ତମ ପୁଅକୁ ମାରି ନିଅ ଆଉ ନିଆଲୁ କାହିଁକି ମା ମାରିବ କହୁଥିଲ ନା ଏଇ ତ ପୁଅକୁ ମାରି ଦେଇଛି ଏଇ ତ ବୋଉକୁ ବିଧବା କରିଦେଇଛେ ମୋହିନୀ ତୁ ଆଜି ମୋ ରାସ୍ତାରେ ଜମାରୁ ଆସିବୁନି ଏଟାକୁ ମାରିଦେଲେ ସେଦିନ ମୋ ପୁଅ ମରିଥିଲା ମୋହିନୀ ଆଜି ଏ ଜଗା ମରିବ ତା
ତାପରେ ତୋର ଆଉ ଦୁଇଟା ପୁଅକୁ ମାରିଦେଲେ ମୁଁ ଶାନ୍ତିରେ ମରିବି ମୋହିନୀ। ଉଠି ଯା ମୋହିନୀ, ନାଇଁ ମୋ ରାସ୍ତାକୁ ଜମା ବି ଆସନା, ଉଠି ଯା। ଛାଡ଼ିଦେଉ ଶାନ୍ତ। ଆରେ ମୋ ପୁଅଟାକୁ ତୁ ଛାଡ଼ିଦେ। ଆରେ ଏ ରାସ୍ତାରେ ମୁଁ ଯାଉଥିଲି, ପାଟି ଶୁଣି ଅଚାନକ ଚାଲି ଆସିଲି। ଆରେ କାହିଁକି ତାକୁ ମୁଁ ବଞ୍ଚାଇ ଦେବି? ଆରେ ସିଏ ମୋର କିଏ? ଆରେ ସିଏ ତ ଗୋଟେ ଜାଣଜ, ସେଇଟା ମରିଯିବା ଦରକାର। ସେଇଟାକୁ ବଞ୍ଚେଇବା ପାଇଁ ଏମିତି ବିକଳ ହଉଛ କାହିଁକି? ଆରେ ଯୋଉଦିନ ନର୍ଦ୍ଦମାରେ ଫୋପାଡ଼ି ଦେଇ ଚାଲି ଆସିଲ, ସେଦିନ ମୋର ଏ ମା ମନଟା ବୁଝୁନଥିଲା। ମୋହିନୀ ଦେବୀ, ସେଦିନ ଆମ ଘରେ ମୁଁ ତମକୁ କହିଥିଲି ସମୟ ଆସିଲେ ସବୁ କହିଦେବି। ଆଉ ଆଜି ସେ ସମୟ ଆସିଯାଇଛି, ଆଉ କାହିଁକି କଥାଟାକୁ ଲୁଚେଇ ରଖିବି? ଏଇ ଜଗା ହଉଛି ମୋ ପୁଅ ନୁହେଁ, এই জগা হଉଛି ତମେ 30 ବର୍ଷ ତଳେ ନର୍ଦ୍ଦମାକୁ ଫୋପାଡ଼ି ଦେଇଥିବା ଛୁଆ ଜଗା। ଯାଉ ଆର ପାଇକି ଯିବା ପୂର୍ବରୁ ତମ ସହ ଟିକେ ଦେଖା ହେଇଗଲା। ରାସ୍ତା କଡ଼ରୁ ସାଉଣ୍ଡ ଆଣି ତମେ ମତେ ବଞ୍ଚିବାକୁ ପରିଚୟ ଦେଇଛ, ପାଳି ପୋଷି ମଣିଷ କରିଛ। ହେଲେ ମୁଁ ତମ ପାଇଁ କିଛି କରିପାରିଲିନି ବାପା। ଡେରିରେ ହେଲେ ବି ଆଜି ମତେ ମୋ ମା ମିଳି ଯାଇଛି। ମୋ ମା କୋଳରେ ମୁଁ ଶାନ୍ତିରେ ମରିବି। তোর বাবুয়া দরকার ছিল, পুয়া পাই পাগল হয়ে যাইছিল। আরে বাড়িতে বাবুয়াকে তো বাড়িতে বাড়িতে বাবুয়াকে କେହି ବି ମୋ ସ୍ୱାମୀକୁ ଛୁଇଁ ପାରିବେନି। ଛୁଇଁ ପାରିବେନି କେହି ମୋ ସ୍ୱାମୀକୁ। ଆରେ ମୋ ସ୍ୱାମୀକୁ ଯେତେବେଳେ ତମେ ମାନେ ଜାରଜ ବୋଲି କହୁଥିଲ, ସେତେବେଳେ କୋଉଠି ଥିଲ ତମେ ମା? ଆଉ କୋଉଠି ଥିଲ ତମେ ବାପା? ସେତେବେଳେ ତମ ପିତୃତ୍ୱ ତମକୁ ଧିକ୍କାର କରୁନଥିଲା, ତମ ମାତୃତ୍ୱକୁ ବାରମ୍ବାର ଆଘାତ ହଉନଥିଲା। ମୋ ସ୍ୱାମୀଟା କିଏ ଭୁଲ କରିଥିଲେ, ତମେ ମାନେ ସମସ୍ତେ ମିଶି ମୋ ସ୍ୱାମୀଟାକୁ ମାରିଦେଲ। ନାଇଁ, ସେ କାହାର କିଛି ନୁହଁ, ସେ କେବଳ ମୋ ସ୍ୱାମୀ। ମୋ ସ୍ୱାମୀକୁ ମୁଁ ମେଡିକାଲ ନେଇଯିବି, ମୁଁ ତାକୁ ଭଲ କରିବି। ଉଠ ଉଠ ଜଗା, সংসার
ବାପା ତମେ ଚୁପ୍ ରୁହ ବାପା ମୋ ଜଗା ଭାଇର କ'ଣ ହେଇଛି କୁହ ଜଗା ନେଇ ଜଗା ବାଡ଼ି ମୋ ଜଗା ଭାଇ ଭଲ ହେବା ଦରକାର ମୋ ଡାକ ଆଜି ଠାକୁର ନିଶ୍ଚୟ ଶୁଣିବେ। ଠାକୁରଙ୍କୁ କିଛି ବି ମାଗେଇନି ହେଲେ ଆଜି ଆଜି ମୋ ପୁଅର ଜୀବନ ମୁଁ ମାଗୁଛି ସେ ମୋତେ କେବେ ବି ନିରାଶ କରିବେନି। ନାଇଁ ମୋ ପୁଅ ନିଶ୍ଚୟ ଭଲ ହେଇଛି ତା ପାଇଁ ଠାକୁର ପାଖରେ ମାନସିକ କରିବି ଦୀପ ଜାଣିବି ମୋ ପୁଅ ଦିଅ ନିଶ୍ଚୟ ଭଲ ହେଇଯିବ ହାତ ଭାଇଲେ ବୋଧେ ସେ ନିଶ୍ଚୟ ଭଲ ହେଇଯିବ ମୁଁ ଡାକିଲେ ବୋଧେ ମୋ ଜାଗା ଉଠି ଆସିବ ଏ ଜାଗା ଜାଗାରେ ନା କ'ଣ କରି ଗୋଟେ ରାକ୍ଷସୀ ମୋ ପୁଅକୁ ଡାକିଲେ ସେ ଆସିବନି ମୁଁ ତା ବାପା ମୋ ଡାକ ଶୁଣି ସେ ନିଶ୍ଚୟ ଆସିବ। ଜଗା ଆରେ ତୋ ବାପା ତୋତେ ଡାକୁଛି ଆରେ ଜଗା ଆରେ ଜଗା ତୋ ବାପା ତୋତେ ଡାକୁଛି ତୁ ଆ ମୁଁ ତ ମା ଡାକୁଛି ମୋ ପାଖକୁ ବାପା ମୋ ମନ କହୁଛି ତମେ ଡାକିଲେ ସେ ନିଶ୍ଚୟ ଆସେ ଡାକ ବାପା ଡାକ ଜଗା ଆରେ ମୁଁ ତୋ ବାପା ଡାକୁଛି ଜଗା ଆରେ ମୋ ପାଖକୁ ଆ ତୋ ଡାକ ମୋତେ ଶୁଭିଥିଲା ମୁଁ ଯେତେବେଳେ ପୁଅ ପୁଅ ହେଇ ତୋ ପାଖକୁ ଧାଇ ଯାଇଥିଲି ତୁ ମୋତେ ଜାରଜ କହି ଗୋଇଠା ମାରିଛୁ ବାପା ବାପା ତ ମୋ ଉପରେ କଳଙ୍କର କଳା ଚାଦର ପକାଇ ଦେଇଛନ୍ତି ହେଲେ ନୀଳାଚଳ ମହାପାତ୍ର ମୋତେ ରାସ୍ତା କଡ଼ରୁ ସାଉଁଟି ଆଣି ବଞ୍ଚିବା ପାଇଁ ପରିଚୟ ଦେଇଛନ୍ତି ଶୁଣିନଥାନ୍ତି କେମିତି ଏଇ ମିଛ ଅଧର୍ମ ଅନ୍ୟାୟ ଦୁନିଆରେ ଆମର ଆଉ ରହିବାକୁ ଇଚ୍ଛା ନାହିଁ ଭଗବାନ କହିଛନ୍ତି ସମସ୍ତକୁ ସମାନ ଭାବରେ ଦେଖ ଆରେ ପୃଥିବୀଟାକୁ ସୁନ୍ଦର କରି ଗଢ଼ି ତୋଳ ଯୋଉଠି ଥିବ କେବଳ ପ୍ରେମ ଆଉ ଭଲ ପାଇବା ତମମାନଙ୍କର ଆମେ ଅନେକ ଦିନ ସେବା କଲୁ କିନ୍ତୁ ଏବେ ସେଇମାନଙ୍କର ସେବା କରିବୁ ଯୋଉମାନେ ଜାଣିନାହାନ୍ତି ମିଛ ଅଧର୍ମ ଅନ୍ୟାୟ କ'ଣ ଆଉ ଏକ ନୂଆ ଦୁନିଆକୁ ଯିବା ପୂର୍ବରୁ ତମମାନଙ୍କ ସହ ଟିକେ ଭେଟ ହେଇଗଲା ଆମ ପରିବାର କେହି ବି ଚିନ୍ତା କରନି କି ଆମକୁ ଆଉ ପଛରୁ କେହି ଡାକନି ଏ ସଂସାର ଆମକୁ ଆଉ ଭଲ ଲାଗୁନି ମିଛ ମୋହ ମାୟା ଛନ୍ଦ କପଟ ଏସବୁ ଭିତରେ ଆମେ ଅଣନିଶ୍ୱାସୀ ହେଇସାରିଲୁ ଆମ ବି ଆମେ ରାସ୍ତାରେ ଚାଲି ଯାଉଛୁ ମା ଆମକୁ ଆଉ କେହି ବି ପଛକୁ ଡାକନା ମୋ ଜୀବନ ଡଙ୍ଗା ତ ଏକ ନୂଆ ପୃଥିବୀ ଆଡ଼କୁ ଅଗ୍ରସର ହଉଛି ଏଣିକି ଆଉ କେହି କହିବେନି ମଝି ନଈରେ ମୋ ଜୀବନ ଡଙ୍ଗା সময়টা যেতে বাট বদলায় বাটইর পরিচয় বদলাই বাট বদলায় বাটইর নিজরা বদলে বদলে দেহ ঘুমে প্রিয় দর্শক বন্ধু এইটি আপনাদের বিদায় নেওয়া